नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं यत्कृपातमहं वन्दे परमानन्दमाधवं। श्री गोप्यौचुः जयति तेधिकं जन्मना व्रज श्रयत इंदिरा सस्वदत्र हि दयित दृश्यतां दीक्षुतावकास्त्वयि धृता शवस्त्वां विचिन्नते शरदुदासये साधुजात शतशरसिजोदरी श्रीमृषादृशा सुरत नाथ ते अशुल्क दासिका वरद निधन तो नेह किंबध विषजलाप्ययात व्याल राक्षसात वर्ष मारुतात वैद्युता नलात् वृषभयात्वजात वृषमयात्वजात विश्वतु भयात ऋषभति वयं रक्षितामु। भगवान श्रील श्री शुकदेव गोस्वामी कहते महाराज परीक्षित परम पुण्यमय गाथा सनातन धर्मर साधन जगतर श्रेष्ठतम चरमतम सोपान थिबा जो साधक गण जो माने निरंतर भगवान सह लीला खेला करिवार सौभाग्य लाभ करिछंती योग्यता लाभ करिछंती एपरि भगवत कृपा से माने लाभ करिछन जे से माने लुचिले भगवान खोजंती भगवान लुचिले से खोजंती परस्पर को दोषारोप करंती परस्पर को गभीर स्नेह श्रद्धा करंती भगवान सह से माने कांत भावर संबंध स्थापन करि पारिछंती। याठू अधिका वेद वेदांत तत्वज्ञ मुनि ऋषिगण भगवत संबंध युक्तता आउ पाई नाहंती अधिका ए पर्यंत भगवान सह निबिड़ भाव संयुक्त होवार व्यवस्था सनातन धर्म रे रही वेद रे रही श्रीमद् भगवत गीता रे भगवान आमको कहले अर्जुन को उपलक्ष्य करी अर्जुन नानाविध साधना अच्छी किए क्यों साधना को भल बांधे रुचे नांग वैचित्र्यात रुजु कुटिल नाना पथि जुसांग किए से रुजु पथ को भल पाए तो किए कुटिल पथ को भल पाए रुजु सड़ख सरल सुंदर क्या कुटिल पथ भल लगे अंका बंका टंका बंधुर दुर्गम पथरे अतिक्रम करने को किए भल पाए कष्ट कले सिना कृष्ण मिल किए कहे कहार सिद्धांत या कष्ट करी करी कृष्ण को पाइले कृष्णर मिठाटा बुझी हम जब कष्ट न करिथिबो ताहले कृष्णर स्वादु भल रूपे बुझी हेबनी केतकंगर मत स्वरुचि अनुसार 10 मास काल गर्भरे धारण करी नाना कष्ट सही प्रसूति काल रे मरणांतक पीड़ा भोग करी संतान को जन्म दे जननीर स्नेह
ଶିଶୁ ପ୍ରତି ନିଜ ଜୀବନ ଅପେକ୍ଷା ଅଧିକ ହେଇଯାଏ। ଏହାର କାରଣ ସେମାନେ ନିର୍ଣ୍ଣୟ କରନ୍ତି। ଏ ସଂସାରରେ ତ ସମସ୍ତେ ସମସ୍ତଙ୍କୁ ଭଲ ପାଆନ୍ତି, କିନ୍ତୁ ମା ତା ପିଲାକୁ ଯେମିତି ଭଲ ପାଏ ଏତିକି ଭଲ ପାଇବା ତ କୋଉଠି ଦୁଶୁନି। କି ପଶୁ ପକ୍ଷୀ କୀଟ ପତଙ୍ଗ ସବୁଠି ଗୋରୁଟିଏ କି ଘୋଡ଼ାଟିଏ ହେଲେ ତା ପାଖକୁ ପୁରେଇ ଦେବନି ତା ଶିଶୁ ପାଖକୁ କାହାକୁ। ନା ଶତ୍ରୁ ନା ମିତ୍ର। ଆଉଁସିବାକୁ ତା ଛୁଆକୁ ଯାଉଥିଲେ ମଧ୍ୟ ଆମକୁ ଦିଲା ତ ମାରିବ ଘୋଡ଼ା ଗୋରୁ। କାହିଁକି ତା ସନ୍ତାନ ପ୍ରତି ଏତେ ମମତା? ପଶୁ ଜଗତରେ ମଧ୍ୟ ଅଜ୍ଞାନ ଜଗତରେ ମଧ୍ୟ ଏହା ବ୍ୟାପକ ହେଇଯାଇଛି। ନା ସୁଦୀର୍ଘ କାଳ ଧରି ଗର୍ଭରେ ଧାରଣ କରି ଗର୍ଭ ଯନ୍ତ୍ରଣା ସହ୍ୟ କରି ପ୍ରସୂତି ଯନ୍ତ୍ରଣା ସହ୍ୟ ପୂର୍ବକ ଜୀବନପାତ କରି ଜୀବନକୁ ହୁଡ଼ କରି ଜନ୍ମ ଦେଇଥିବାରୁ ପ୍ରାଣ ଅପେକ୍ଷା ଅଧିକ ପ୍ରିୟ ତାର ସନ୍ତାନ ବା ତାର ଶିଶୁ ହେଇଯାଇଛି ମା ନିକଟରେ। ଅତଏବ ବହୁ କଷ୍ଟ କରି ଲାଭ କରିଥିବା ପଦାର୍ଥ ଅତି ମୂଲ୍ୟବାନ ବୋଲି ବୋଧ ହୁଏ। ଏଇଟା ମଧ୍ୟ ଆମେ ଜାଣୁ। ଏତେ କଷ୍ଟ କରିକିରି ପଦାର୍ଥକୁ ମୁଁ ପାଇଛି, ତେଣୁ କୁଟିଳ ପଥଟି ଭଲ, କଷ୍ଟ କରିକିରି ଭଗବାନଙ୍କୁ ପାଇବା ଭଲ। ଅନେକଙ୍କର ମତ। ରୁଚିନାଂ ବୈଚିତ୍ର୍ୟା, ମଣିଷର ଭିନ୍ନ ଭିନ୍ନ ରୁଚିର ବୈଚିତ୍ର୍ୟ। ଆଉ କିଏ କହେ ଏତେ ଝାମେଲା ମୋର କିଏ କରୁଛି ହୋ, ତ ମୋର କତରା ଭିତରେ ମାଧୋଇ ନାଇଁ କି କଣ କହନ୍ତି ଗୋଟେ, ଆଉ ଗୋଟେ ପଦ କଣ ତାର ରହିଲା, ଶୀତରେ କିଏ ଯାଉଛି ଗାଧେଇ ମୋର କତରା ଭିତରେ ମାଧୋଇ। ମାନେ ଏତିକି ଟିକେ କଷ୍ଟ କରିବାକୁ ବୋଧେ ସେ ରାଜି ନୁହଁ। ସିଏ ତାର ସେ କତରା ଭିତରେ କୃଷ୍ଣଙ୍କୁ ପାଇବା ଉପାୟ ଖୋଜୁଛି। ମିଳିବେ? ହଁ ମିଳିବେ। ଭଗବାନଙ୍କୁ ସବୁଠି ସବୁ ପ୍ରକାର ସବୁ ସୁବିଧାରେ ପାଇବାର ବ୍ୟବସ୍ଥା ବେଦ କରିଛନ୍ତି। ଯିଏ କଷ୍ଟ କରି ପାଇବାକୁ ଚାହୁଁଛି ତା ରୁଚି ଅନୁସାରେ ପାଉ, ତା ପାଇଁ ବାଟ ବତା ହେଇଛି। ଯିଏ କତରା ଭିତରେ ଶୋଇ ଶୋଇ କୃଷ୍ଣଙ୍କୁ ପାଇବାକୁ ଚାହୁଁଛି ତା ପାଇଁ ମଧ୍ୟ ବ୍ୟବସ୍ଥା ଅଛି। ରୁଜୁ କୁଟିଳ ନାନା ପଥି ଜୁସାମ। କାହିଁକି ନା ରୁଚି ନାଙ୍ଗ ବୈଚିତ୍ର୍ୟାତ, ମନୁଷ୍ୟର ରୁଚି ଭିନ୍ନ ଭିନ୍ନ ହେଇଥିବାରୁ କିଏ କଷ୍ଟ କରି କୃଷ୍ଣଙ୍କୁ ପାଇବାକୁ ଭଲ ପାଉଛି ତ କିଏ ସେ ଅନାୟାସରେ। ଯେମିତି ଏକାଦଶ ସ୍କନ୍ଧରେ ଉଦ୍ଧବ ପଚାରିଲେ, ପ୍ରଭୁ ଏତେ ଝାମଲାକୁ ମୁଁ ପାରିବିନି, ସେ ଯୋଗ ଭୋଗ କଥା ମତେ କହନ୍ତୁନି। ଗୀତାରେ ମଧ୍ୟ ସେୟା କୁହାହେଇଛି, ଭାଗବତରେ ମଧ୍ୟ ସେୟା କୁହାହେଇଛି। ଅର୍ଜୁନ ସେଇ କଥା କହିନାହାନ୍ତି କି ମୁଁ ଯୋଗ ଭୋଗକୁ ପାରିବିନି। ଠିକ ସେଇ କଥା ଅର୍ଜୁନ ଯାହା କହିଛନ୍ତି ସେଇ କଥା ମଧ୍ୟ କହିଛନ୍ତି ଉଦ୍ଧବ ଏକାଦଶ ସ୍କନ୍ଧରେ। ସେ ଯୋଗ ସାଧେ ଏ ସଂସାରେ କେହ ବା ପାରେ କେ ନ ପାରେ, ସୁଖେ ଅଳପେ ସାଧ୍ୟ କରି ଏ ଘୋର ଭୋଗ ଜୀବିତରେ। ସେ ବାଟ ବତାନ୍ତୁ। ସୁଖେ ଅଳପେ, ବେଶୀ ସାଧ୍ୟକୁ ପଡିବନି, ଅଳ୍ପ ସାଧନାରେ ହେଇଯିବ ଏବଂ ସେ ସାଧନାରେ କିଛି କଷ୍ଟ ନଥିବ, ସୁଖରେ ସୁଖରେ ହେଇଯିବ। ଭଗବାନ ଉଭୟ ପଥ ବତେଇଛନ୍ତି। ଯାହା ହଉ ଏ ପ୍ରକାର ନାନାବିଧ ପଥ ଭିତରେ ମୁଖ୍ୟ ମୁଖ୍ୟ ପଥ କର୍ମ, ଜ୍ଞାନ, ଯୋଗ, ତ୍ୟାଗ ପ୍ରଭୃତି। ଭଗବାନ କହିଲେ ଶୁଣ, ଶୁଣ, କର୍ମେଭ୍ୟୋଶ୍ଚାଧିକ ଯୋଗୀ ତସ୍ମାତ ଯୋଗୀ ଭବାର୍ଜୁନ। ତ ଏ ସମସ୍ତଙ୍କ ଅପେକ୍ଷା ଯୋଗ ପଥଟା ଉତ୍କୃଷ୍ଟ ହୋ ଅର୍ଜୁନ। ତପସ୍ୱୀଭ୍ୟ ଅଧିକ ଯୋଗୀ ଜ୍ଞାନେଭ୍ୟୋପି ମତ ଅଧିକ। ଏଠି ଚାରିଟା ପଥ ଆମକୁ ବତେଇଲେ। ଗୋଟେ ହଉଛି କର୍ମ, ଗୋଟେ ହଉଛି ତପସ୍ୟା, ଗୋଟେ ହଉଛି ଯୋଗ, ଆଉ ଗୋଟେ ହଉଛି ଜ୍ଞାନ। ଚାରିଟା ପଥ ବତେଇଲେ। ତ ପରିଶେଷରେ କହିଲେ ଏଇ ଯୋଉ ଚାରିଟା ପଥ ମୁଁ କହୁଛି, ଏଇ ଚାରିଟା ପଥରେ ତପସ୍ୟା କରି କରି କିଏ ଭଗବାନଙ୍କର ନିକଟତମ ହେଲା, ନିକଟକୁ ଗଲା। କିଏ ସେ ଜ୍ଞାନ ସାଧନ କରି ଭଗବାନଙ୍କ ନିକଟବର୍ତ୍ତୀ ହେଲା, କିଏ ସେ ଯୋଗ ସାଧନ କରି ଭଗବାନଙ୍କର ନିକଟବର୍ତ୍ତୀ ହେଲା, କିଏ ସେ କର୍ମ କରି କରି ଭଗବାନଙ୍କର ନିକଟବର୍ତ୍ତୀ ହେଲା। ଏତେବେଳକୁ ଏଇଟା 6 ଅଧ୍ୟାୟର ଶେଷ ଶ୍ଳୋକ, ଲାଷ୍ଟ ବଟ୍ ୱାନ୍। ଆଉ ଗୋଟିଏ ଅଛି ଶେଷ ଶ୍ଳୋକର ପୂର୍ବ ଶ୍ଳୋକ, 6ଠ ଅଧ୍ୟାୟ। ବଡ଼ ମୂଲ୍ୟବାନ ଜିନିଷ ଇଏ। 6 ଅଧ୍ୟାୟ ଭିତରେ ଏ ଚାରିଟା ଜିନିଷ ଭଗବାନ ଆମକୁ କହିଛନ୍ତି ସବୁ। ତପସ୍ୟା, ଜ୍ଞାନ, କର୍ମ ଆଉ ଯୋଗ, ଏ ଚାରିଟା ଜିନିଷ କହିଛନ୍ତି। 6ଠ ଅଧ୍ୟାୟରେ ଶେଷକୁ ଯୋଗ କଥା କହିଛନ୍ତି ଏବଂ କହୁଛନ୍ତି ଅର୍ଜୁନ ହୋ
ତିନିଟା ଏକ ଜିନିଷ ଅପେକ୍ଷା ଯୋଗଟା ଅନ୍ୟ ତିନିଟା ଅପେକ୍ଷା ତପସ୍ୟା କର୍ମ ଓ ଜ୍ଞାନ ଅପେକ୍ଷା ଯୋଗ ଶ୍ରେଷ୍ଠ ହୋଇଥିବାରୁ ଆଜ୍ଞା ଶ୍ରେଷ୍ଠ କହିଲେ କଣ ବଡୁଟେ ଏଗୁଡାକ ସବୁ କିଲିକିଆ 2 କିଲିଆ 4 କିଲିଆ ସେଇଟା କୁଇଣ୍ଟାଲିକିଆ ଯୋଗଟା ବଡ କୁ ହିସାବରେ ନିକଟବର୍ତ୍ତିତ୍ୱ ତପସ୍ୟା କରି କରି ଯେ ସିଦ୍ଧ ଲାଭ କଲା ଭଗବାନଙ୍କ ପାଖକୁ ଗଲା ଭଗବାନଙ୍କ ପାଖରେ ବସିଲା ସେ ବେଞ୍ଚରେ ବସିଲା ସେ ଚେୟାରରେ ବସିଲା ବୁଝିଲେ ନା ତ ଜ୍ଞାନ ସାଧନ କରି କରି ଯେ ଭଗବାନଙ୍କ ନିକଟକୁ ଗଲା ସେ ଆଉ ଟିକେ ପାଖକୁ ବସିଲା ଭଗବାନଙ୍କ ନିକଟବର୍ତ୍ତିତ୍ୱ କଳ୍ପନା କରୁଥାନ୍ତୁ ଆଉ ଯେ ତ କର୍ମ ସାଧନ କରି କରି ଭଗବାନଙ୍କୁ ଗଲା ସେ ଯୋଡେ ସିଠି ଛାଡିକରି ଭଗବାନ ପାଖରେ ବସିଛି ହାତ ବଢେଇଲେ ପାଇବ ଏତିକି ଜାଗାରେ ବସିଛି ଯେ ଯୋଗ ସାଧନ କରି କରି ଗଲା ସେ ନିକଟରେ ବସିଛି ଏବଂ ସାଇଡ ଚେୟାରରେ ବସିଛି ପାଖକୁ ପାଖ ଲାଗିକରି ମୁହଁକୁ ମୁହଁ ଲଗେଇ କଥା ହେଇପାରିବ କାନରେ ଫୁସଫୁସ କରି କହିପାରିବ ଏ ପ୍ରକାର ବସିଛି ଏଇଟା ନିକଟବର୍ତ୍ତିତ୍ୱଟାକୁ ହିଁ ବଡ ଛୋଟ କୁହାଯାଇଛି ଅଧିକ ବୋଲି କୁହାଉଛି ଅଧିକ ନିକଟବର୍ତ୍ତିତ୍ୱ ତପସ୍ୱୀଭ୍ୟଧିକ ଯୋଗୀ ଜ୍ଞାନୀଭ୍ୟୋପି ମତୋଧିକ କର୍ମୀଭ୍ୟୋଶ୍ଚାଧିକ ଯୋଗୀ ତସ୍ମାତ୍ ଯୋଗୀ ଭବାର୍ଜୁନ ଅର୍ଜୁନ ତମେ ଯୋଗୀ ହେଇଯା କାହିଁକି ଯୋଗୀ ହେବି ଭଗବାନଙ୍କ ନିକଟରେ ବସିବ ସାଇଡରେ ଆଉ ଅନ୍ୟମାନେ ଟିକେ ଦୂରକୁ ବସିବେ କର୍ମୀଠୁ ନିକଟରେ ବସିବ ଜ୍ଞାନୀଠୁ ନିକଟରେ ବସିବ ତପସ୍ୟା ଅପେକ୍ଷା ନିକଟରେ ବସିବ ଭଗବାନଙ୍କର ଏକଦମ ସାଇଡ ସିଟରେ ବସିବ ଭଗବାନଙ୍କ ଆସନର ନିକଟରେ ତମ ଆସନ ଥିବ ନିକଟବର୍ତ୍ତୀ ସମସ୍ତେ ଭଗବାନଙ୍କୁ ପାଇବେ ଭଗବତ ଲୋକକୁ ଯିବେ ଭଗବାନଙ୍କ ସହ ସମାନ ଆସନରେ ବସିବେ କିନ୍ତୁ ଭଗବାନଙ୍କର କେତେ ନିକଟବର୍ତ୍ତୀ କିଏ ହଉଛି ତ ତପସ୍ୱୀଭ୍ୟଧିକ ଯୋଗୀ ଜ୍ଞାନୀଭ୍ୟୋପି ମତୋଧିକ କର୍ମୀଭ୍ୟୋଶ୍ଚାଧିକ ଯୋଗୀ ତସ୍ମାତ୍ ଯୋଗୀ ଭବାର୍ଜୁନ ତେଣୁ ଯୋଗ ସାଧନ କର ଯୋଗୀ ହେଇଯା ଏତିକି କହିଲା ପରେ ହଁ ହଁ ବୋଲି ମୁଣ୍ଡ ହଲେଇଲେ ଅର୍ଜୁନ ଧରନ୍ତୁ ୟା ଭଗବାନ କହିଲେ ତ ମୁଣ୍ଡ ହଲେଇ ଦେଲେ ଆଉ ତ ୟାଙ୍କର ଜ୍ଞାନ ଆଗକୁ ନାହିଁ ଆଉ ଅଧିକା ନିକଟବର୍ତ୍ତିତ୍ୱ ଉପାୟ ଅଛି କି ଏକଥା ତ ପଚାରିଲେନି ଅର୍ଜୁନ ସେତିକି ଜ୍ଞାନ ତ ତାଙ୍କର ନାହିଁ ତେଣୁ ଭଗବାନ ନିଜ ଆଡୁ କହିଲେ ନିଜ ଆଡୁ ଯୋଉଠି କହିଲେ ସେଟା ହଉଛି 6ଠ ଅଧ୍ୟାୟର ବା ପ୍ରଥମ ଶତକର ଅନ୍ତିମ ଲୋକ ଏ ଅର୍ଜୁନ ତୁମେ ଅଜ୍ଞାନୀ ଲୋକ ଭଗବାନଙ୍କ ସାଥିରେ ଗୋଟେ ଆସନରେ ବସିପାରିବ ହଉ ଯୋଗୀ ତ ସାଇଡ ଆସନରେ ବସିଲା କଣ ବୁଝିପାରିଲେ ନା ତ ସାଇଡ ପଟରେ ପଡିଥିବା ଚେୟାରରେ ବସିଲା ନିକଟବର୍ତ୍ତୀ ଚେୟାରରେ ପାଖରେ ପଡିଥିବା ଚେୟାରରେ ଅନ୍ୟମାନେ ତ ଦୂରକୁ ଦୂରକୁ ବସିଛନ୍ତି ଆଉ ଗୋଟେ ସାଧନ କୌଶଳ ଅଛି ଆଉ ଗୋଟେ ସାଧନ କୌଶଳ କଣ ନା ପ୍ରଭୁ ତ ପାଖକୁ ପଳେଇଲା ଭଗବାନଙ୍କ ପାଖ ସିଟରେ ତ ବସିଲା ଆଉ ତ ସାଡକୁ ସିଟ ନାହିଁ ଭଗବାନଙ୍କ ପାଖକୁ ଯିବାକୁ ଆଉ ମୁଁ କାହିଁ ସାଧନ କଥା ପଚାରିବି ନା ତ ଭଗବାନ ଯୋଉ ଆସନରେ ବସିଛନ୍ତି ସେ ଆସନରେ କେଞ୍ଚି ତାଙ୍କ ପାଖରେ ବସିବ ବୁଝୁଛନ୍ତି ନା ଏ ଭାବଗୁଡ଼ିକ ତା ଭିତରେ ରହିଛି କର୍ମେଭ୍ୟଶ୍ଚାଧିକ ଯୋଗୀ ତସ୍ମାତ୍ ଯୋଗୀ ଭବାର୍ଜୁନମ୍ ଯୋଗିନାଂ ଅପି ସର୍ବେଷାଂ ମଦ୍ଗତେନାନ୍ତରାତ୍ମନା ଶ୍ରଦ୍ଧାବାନ ଭଜତେ ଯୋ ମାଂ ସମେ ଯୁକ୍ତ ତମୋ ମତ ଏଇଟା ଅନ୍ତିମ ଶ୍ଲୋକଟି ଭଗବାନ ନିଜ ଆଡୁ କହିଛନ୍ତି ଖୋଲିକିରି ଅର୍ଜୁନ ଭାବୁଛନ୍ତି ଯେ ଆଉ ତ ସିଟ ନାହିଁ ସେ ତ ଏକଦମ ନିକଟକୁ ପଳେଇ ଆସିଲା ଆଉ ତ ସାଧନା ସରିଲା ଆଉ ଭଗବାନ କହୁଛନ୍ତି ନାଇଁ ଆହୁରି ନିକଟବର୍ତ୍ତୀ ହବା ପାଇଁ ଈଶ୍ୱରଙ୍କର ଗୋଟେ ଉପାୟ ଅଛି ସେ ଉପାୟରେ ଆଉ କୋଉଠି ବସିବ ଆଜ୍ଞା ସିଟ ତ ନାହିଁ ନା ସିଟ ନଥିଲେ କଣ ହେଲା ଭଗବାନଙ୍କ ସିଟର ଫାଳକରେ ବସିବ ଏକ ଆସନରେ ବସିବ ଏକ ଆସନରେ ବସିବ କିପରି ଯୋଗିନାଂ ଅପି ସର୍ବେଷାଂ ଯୋଗୀଠୁ ମଧ୍ୟ ଆହୁରି ନିକଟକୁ ଆସିବ ଭଗବାନଙ୍କର ଯୋଗୀ ତ ପାଖ ସିଟରେ ବସିଛି ଆହୁରି ନିକଟକୁ ଆସିବ ଅପି ସର୍ବେଷାଂ ଅନ୍ୟମାନେ ତ ସିଆଡେ ଦୂରକୁ ରହିଲେଣି ସେମାନେ କି ଏଇ ଆସନକୁ ଆସିପାରିବେନି ଯୋଗୀ ମଧ୍ୟ ଏଇ ଆସନକୁ ଆସିପାରିବନି ଭଗବାନଙ୍କର ଆସନକୁ ଯୋଗିନାଂ ଅପି ସର୍ବେଷାଂ ମଦଗତେନାନ୍ତରାତ୍ମନା ଯେଉଁ ମଦଗତ ଚିତ୍ତ ବ୍ୟକ୍ତି ଯାହାର ଅନ୍ତରାତ୍ମା ମଦଗତ ଯିଏ ଅନ୍ତଃକରଣ ଭିତରେ ମୋତେ ହିଁ ଗ୍ରହଣ କରି ନେଇଛି ମୋତେ ହିଁ ଧରି ନେଇଛି
तार अंतःकरणटा भितर मु ही भर्ती ही रही मदगते नान्तरात्मना से किए से आज्ञा ना श्रद्धावान भजते जो मां मते जी श्रद्धा सहकारे भजन करे आज्ञा भजन करे कहले भक्ति करे एतक बुझीपार व्याकरण मोटे पढ़न भजते मांग अर्थात मत जे भक्ति करे से मो साथ अर्ध आसन बसे जमी सीता कहले निज श्वशुर आ निज पिता ए दी जनकर गौरव जो प्रमाण कर अरण्य गला बेलू सुमंत्र कहले माँ तमें पलि आस आ तुम बाप हरे कि शाशु हरे जोठी इच्छा कर मु कौन बाप हर शाशु हर संपत्ति जानी सुमंत्र बोली कहते कहीकि कौन कहले पितांगर कथा तो कहले पितांग अपेक्षा श्वशुर को अधिक गुरुत्व दबा बधुर कर्तव्य नहीं कि हाँ पितांग गौरव प्रदान कर श्वशुर को अपेक्षा आउटे आंगुले अधिक गौरव प्रदान करवा तो सुशीला बधुर कर्तव्य तेणु श्वशुर संबंध में कौन कहले पितांगर कथा कही सारे कहले श्वशुर चक्क बही कौशल राउ चक्रवर्ती मो पिता तो राजाधिराज किंतु श्वशुर चक्रवर्ती सब राजांगर मौड़मणि श्वशुर चक्क बही कौशल राउ विश्व विदित प्रभाव आग हो जे सुरपति लेही अरध सिंहासन आसन दे जदि केत मो श्वशुर स्वर्ग को जाती बाटर पाछटी नवाई इंद्र आसती आग हो जे सुरपति लेही अन्य आसन में बसई दियंतनी इंद्र हाथ धरी मो श्वशुर को नहीं निज सिंहासन अधुटे दियंती ये बस मो पाखे बोली अरध सिंहासन आसन दे जेपरी यही भक्ति भाव भजन करथिबा ईश्वर को श्रद्धा सहकारे भजन करथिबा श्रद्धावान भजते जो मांग श्रद्धा सहकारे जे भगवान को भजन करता है भगवान तो हाथ धरिक टाणी नहीं निज आसन में बसाती निज आसन में बसब किए तीनटा स्तर लोक सखा सांग नहले बाप माँ आम बस गोटे आसन जगह मिलानी बुढ़ा पास पहुंचले ये बस पड़ ये बस पड़ आम पिता बसई पार नहले प्रियतमा को गोटे आसन रे आम बसैवा आउ का साथ बसई हेनी आउ का साथ बसिले दोष केवल प्रियतमा व्यतिरेक प्रणयनी व्यतिरेक आउ क्या एका आसन रे स्व आसन रे बसई हम ना अतएव श्रद्धावान भजते जो मांग समय युक्त तमो मत एटा मो मत हो अर्जुन मो निकट से मो आसन रु फाड़ करे बसे मो अंटा को से भेड़िक धर थाए मुझा अंटा को भेड़िक गोटे आसन में बसुँच बसवे हाथ दीटा कोठी रखिए जगह तो नहीं केंची बस भगवान एतिकी निकटवर्ती है वस्तुटा किए पाई ब्रजांगना माने पाई आउ अन्यान्य मुनि ऋषि माने किए एतिकी बाट जाई पार ना से अन्यान्य मुनि ऋषि माने कांदी कांदी कहउचंती जी एको भलिया सुजोग सुविधा सौभाग्य आमे केमिति पाइबु परमेश्वरंग साथरे परम पुरुषंग साथरे एतिकी निकटवर्ती तांको सह एका आसन रे बसी एका थाली रे भोजन करी आलिंगनाबद्ध होई विचरण करिवार सौभाग्य जे माने पाइचंती ब्रजबाला गुड़िक कौ साधनारू एमाने पाइचंती आमे कौन कले पाइबू आमे तो सब प्रकार भजन साधन सारी देचु भक्ति भावर तो बहु स्तर को जे मुनि ऋषि माने नारद आदि मुनि ऋषिगण एपरिक उद्धवंग पर्यंत चिंता करी 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 से निर्णय करचंती जेपरी ब्रजांगना माने चिंता करी 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 परिशेष निर्णय कले जे हजि जाइथिबा कृष्ण जे लुचि जाइचंदी अरण्य भितरे खोजिक आमे पाउने हरई देचे आम हाथ में थिबा मणि खसी पड़ी वर्तमान खोजुचे फेरी पाइबार उपाय होची केवल तार कथा श्रवण तार कथा परस्पर भितर चर्चा नहीं कि आमे एते पूर्व आलोचना करने कि ये जो अध्याय आमे पढ़ुचे ए अध्याय ब्रजांगना माने बसी कोठी कहउचंदी जमुनार शीतल बालुका राशि मृदुमलय मधुमकरंद प्रवाही
ମଳୟ ପବନ ଯମୁନା ଆଡୁ ବହୁଛି ଶୀତଳ ସୁଗନ୍ଧ, କୁମୁଦ କହ୍ଲାରର ଗନ୍ଧ ନେଇକିରି ଆସୁଛି, ସେଥିରେ ପଦ୍ମର ରେଣୁ ମିଶିକିରି ଭାସି ଆସୁଛି, ସୁଗନ୍ଧ ବାୟୁ, ଉପରୁ ଅମୃତ ବର୍ଷିଣୀ ଜ୍ୟୋତ୍ସନା, ନାଇଁ କି ସମ୍ମୁଖରେ ନୀଳିମ ବନରାଜି କୁସୁମ କିଶଳୟରେ ଭରପୁର, ମଝିରେ ଖଣ୍ଡିଏ ଜାଗା ଶୁଭ୍ର ସୈକତ। ସୈକତ କହିଲେ ବାଲୁକା। ତ ମସୃଣ ଶୁଭ୍ର ସୁନିର୍ମଳ ସୁଶୀତଳ ବାଲୁକା ଯମୁନାର, ସେ ବାଲୁକା ଉପରେ ଯାଇ ବସିଛନ୍ତି ଚନ୍ଦ୍ର କିରଣରେ, ନାଇଁ କି ସେଇଠି ବସିକିରି ଚିନ୍ତା କରିଛନ୍ତି କୃଷ୍ଣଙ୍କୁ ପାଇବାର ଶ୍ରେଷ୍ଠତମ ଉପାୟ ହଉଛି ତ ତାର କଥା ଆଳାପ। ଆମେ ଯଦି ତାରି କଥା ଆଳାପ କରିବା ପରସ୍ପର ବସି, ତାହେଲେ ଭଗବାନ ନିଜେ ଆସି ଦର୍ଶନ ଦେବେ। ଏଇଟା ଶାସ୍ତ୍ର ସିଦ୍ଧାନ୍ତ ବୋଲି ସେଇଠି ବସି ଯେପରି ସେମାନେ ଏହି ସିଦ୍ଧାନ୍ତ ନେଲେ ଈଶ୍ୱର ପ୍ରାପ୍ତିର ଶ୍ରେଷ୍ଠତମ ଉପାୟ ତସ୍ମିନ୍ କଥା ଆଳାପ, ଭଗବାନଙ୍କ କଥାର ଆଲୋଚନା ଚର୍ଚ୍ଚା ଶ୍ରବଣ କୀର୍ତ୍ତନ, ତଦ୍ରୂପ ମୁନି ଋଷି ମାନେ ନିର୍ଣ୍ଣୟ କରୁଛନ୍ତି ଯେ ଗୋପାଙ୍ଗନା ମାନେ ଯେଉଁ ସ୍ତରକୁ ଯାଇଛନ୍ତି, ଭଗବାନଙ୍କର ଯେତିକି ନିବର୍ତ୍ତନୀ ହେଇପାରିଛନ୍ତି, ଅନ୍ତରର ପ୍ରିୟତମା ହେଇପାରିଛନ୍ତି, ସେଇ ସ୍ତରକୁ ଯିବା ପାଇଁ ଉପାୟ କଣ ଉପାୟ କଣ ଉପାୟ କଣ ଖୋଜି ଖୋଜି ପାଇଲେ ରହୁଗଣଙ୍କର କଥାକୁ ଶୁଣି ଯୋଉ ବାଟ ବତେଇଥିଲେ ଭଗବାନ କପିଳ ଜଡ ଭରତ ରୂପରେ, ନାଇଁ କପିଳ ନାହିଁ ଭରତ ଯୋଉ କଥା ବତେଇଥିଲେ, ଜଡ ଭରତ ରହୁଗଣ ତତ ତପସା ନ ଜାତି, ରହୁଗଣ ତତ ତପସା ନ ଜାତି ନଚେ ଜୟା ନିର୍ବାପଣାତ ଗୃହାତ ବା ন ছন্দসা নৈব জলাগ্নি সূর্যৈ, বৈদিক উপাসনা, জল অগ্নি সূর্যর উপাসনা বৈদিক উপাসনা। ন ছন্দসা যাগযজ্ঞ, ন ছন্দসা নৈব জলাগ্নি সূর্যৈ বিনা মহত পাদ রজোভিষেকম, କେବଳ ସେମାନଙ୍କ ପାଦ ଧୂଳି ବାରମ୍ବାର ଗ୍ରହଣ କଲେ ଯାଇ, ଆଉ ତ ସବୁ ସାଧନ ସରିଯାଇଛି, ମୁନି ଋଷିମାନଙ୍କର ବାକି ସବୁ ସାଧନ ତ ସରିଯାଇଛି, ସବୁ ତ ସରିଗଲା। ଆମେ କେମିତି ଗୋପାଙ୍ଗନା ମାନଙ୍କର ସ୍ତରକୁ ଉଠି ପାରିବା? ଏକମାତ୍ର ଗୋଟିଏ ହଉଛି ଉପାୟ। ଉଦ୍ଧବ ଯାହା କଲେ କଣ କହିଲେ? ତ ବୃନ୍ଦାରଣ୍ୟେ କିମପି ଗୁଳ୍ମ ଲତୌଷଧୀ ନାମ, ବୃନ୍ଦାରଣ୍ୟରେ ଗୋଟିଏ ଲତା କି ଔଷଧ କି ଗଛଟିଏ ହେଇଯାଇଥିଲେ ସେମାନଙ୍କର ପାଦ ଧୂଳି ଆପେ ଉଡ଼ିକିରି ପଡିବ, ସେମାନେ ଦେବେନି। ମୁନି ଋଷିଟାକୁ ଗୋପ ଝିଅଟେ ପାଦ ଧୂଳି ଦବ କି ଦବନି? ତମେ ଏଡେ ବଡ ଋଷି, ମୁଁ ଅଜ୍ଞାନ ବାଳିକାଟେ ଗୋପାଳୁନୀଟେ, ମୋର ପାଦ ଧୂଳି ତମେ ନେବ? ତମ ପାଦ ଧୂଳି ସିନା ମୁଁ ନେବି। କାହିଁକି ନା ଯେତେ ବଡ ହେଇଯାଇଛନ୍ତି ଏମାନେ, ସେମାନଙ୍କ ବଡତାଟା ସେମାନେ ବୁଝିପାରନ୍ତିନି, ନିଜକୁ କ୍ଷୁଦ୍ର ଅନୁଭବ କରନ୍ତି। ଏଇଟା ହଉଛି ସିଦ୍ଧିର ଏକମାତ୍ର ଲକ୍ଷଣ। ଅତି ଉଚ୍ଚକୁ ଯାଇ ଉଚ୍ଚ ସ୍ତରରେ ଥାଇ ନିଜକୁ ଅତି କ୍ଷୁଦ୍ର ମନେ କରିବା ହଉଛି ସିଦ୍ଧିର ଲକ୍ଷଣ। ସର୍ବୋତ୍ତମ ହଇଆ ଆପନାକେ କ୍ଷୁଦ୍ର ମାନେ, କୌଣସି ବ୍ୟକ୍ତି ଯଦି ସିଦ୍ଧି ଲାଭ କରେ, ଏଇ ହଉଛି ତାର ଲକ୍ଷଣ ଯେ ନିଜେ ସର୍ବୋତ୍ତମ ହଇଆ ଆପନାକେ କ୍ଷୁଦ୍ର ମାନେ କୃଷ୍ଣ କୃପା କରିବେ ଦୃଢ କରି ଜାଣେ। ତାର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ପ୍ରଭୁ ମତେ ରକ୍ଷା କରିବେ, କିଛି ମୋର ଅସୁବିଧା ହବନି, ଏଇ ବଳରେ ସେ ସବୁ କିଛି କରିପକେ। ଯାହା ହଉ ଏତାଦୃଶ ଗୋପାଙ୍ଗନା ମାନେ ଯେ ଭଗବାନଙ୍କର ଅତ୍ୟନ୍ତ ନିକଟବର୍ତ୍ତିନୀ, ସନାତନ ଧର୍ମର ଅନ୍ତିମ ସୋପାନ, ଭଗବାନଙ୍କ କ୍ଷେତ୍ରରେ ହସିବା, ଖେଳିବା, ଖାଇବା, ପିଇବା, ବୁଲିବା, ଏ ସୌଭାଗ୍ୟ ଯୋଉମାନେ ପାଇଛନ୍ତି ବ୍ରଜାଙ୍ଗନା ଗଣ, ଇଏ ସେମାନଙ୍କର ଉକ୍ତି, ସେଇମାନଙ୍କର ଏ ଉକ୍ତି। କଣ କହୁଛନ୍ତି ସେମାନେ କଥା ପ୍ରସଙ୍ଗରେ? 23ଟି ଶ୍ଲୋକ ଏଥିରୁ ଆମେ ଆଲୋଚନା କରି ଆସିଛେ। ତୃତୀୟ ଶ୍ଲୋକରେ କହୁଛନ୍ତି ବିଷ ଜଳାପ୍ୟୟାତ ବ୍ୟାଳ ରାକ୍ଷସାତ ବର୍ଷ ମାରୁତାତ ବୈଦ୍ୟୁତା ନଳାତ ବୃଷମୟାତ ଜାତ ବିଶ୍ୱତ ଭୟାତ ଋଷଭତେ ବୟଂ ରକ୍ଷିତାମୁହୁ। ଋଷଭ ହେ ଶ୍ରେଷ୍ଠ ପୁରୁଷ, ଋଷଭ ହେ ଶ୍ରେଷ୍ଠ ପୁରୁଷ। ଋଷଭ କହିଲେ ଉତ୍ତମ ପୁରୁଷ,
ଶ୍ରେଷ୍ଠତା ବଳ ବାହୁ ପୁଷ୍ଟି ଦୃଷ୍ଟିରୁ କେବଳ ନୁହଁ, ସୁସ୍ଥ ସୁନ୍ଦର ଶରୀର ସହ ଋଷଭ ଶବ୍ଦରେ ଜ୍ଞାନ ଭକ୍ତି ଉଦାରତା ଦାନ ସହିଷ୍ଣୁତା ଇତ୍ୟାଦି ମହତ ଗୁଣରେ ଭୂଷିତ ହେଲେ ଯାଇ ତାକୁ ସିନା ପୁରୁଷ କୁହାଯିବ, ତାକୁ ସିନା ପୁରୁଷ କୁହାଯିବ। ପୂର୍ଣ୍ଣ ହେଲେ ତ ସଦ୍ଗୁଣରେ ତାକୁ ପୁରୁଷ କୁହାଯିବ। ଯେତେବେଳେ ବିବେକାନନ୍ଦଜୀ ଆମର ଯାଇଥିଲେ ଚିକାଗୋ ଧର୍ମ ସମ୍ମିଳନୀ, ବିଶ୍ୱ ଧର୍ମ ସମ୍ମିଳନୀ, ସେଠି ତ ଭାରତକୁ ଆମନ୍ତ୍ରଣ ହେଇନଥିଲା। ଯାହା ହଉ ସେ ବହୁତ କଥା। ସେତିକିବେଳେ ବିଶ୍ୱର ସମସ୍ତ ନେସନ ମାନଙ୍କର ଦେଶ ମାନଙ୍କର ତ ଧର୍ମାଧ୍ୟକ୍ଷ ମାନେ ଆସିଛନ୍ତି, ପ୍ୟାଣ୍ଟ କୋଟ ସୁଟ ଟାଇ ହ୍ୟାଟ ସମସ୍ତେ, ନାଇଁ କି ସେମାନଙ୍କର ଯୋଉଟା ଉତ୍ତମ, ସେମାନେ ସମସ୍ତେ ଚିକାଗୋ ସହର ଭିତରେ ଇତସ୍ତତ ପରିଭ୍ରମଣ କରୁଛନ୍ତି ତାଙ୍କ ସଙ୍ଗୀ ଓ ସହଚର ମାନଙ୍କ ସହ, ସମସ୍ତେ ସେଭଳିଆ ୱେଲ ଡ୍ରେସଡ। ତା ଭିତରେ ଗୋଟେ ଲୋକ ଜାଗା ଖୋଜୁଛନ୍ତି କୋଉଠି ରହିବେ ବୋଲି, ତ ଖୁବ ଉଚ୍ଚା ଲୋକ, ନାଇଁ କି ଖୁବ ଲମ୍ବା ଚଉଡା ଲୋକ, ଏବଂ ମୁଣ୍ଡରେ କଷାୟ ରଙ୍ଗର ପଗଡି, ପାଦଠାରୁ ମସ୍ତକ ପର୍ଯ୍ୟନ୍ତ କଷାୟ ବସ୍ତ୍ର, ନାଇଁ କି ତ ଉଜ୍ଜଳ ତ କଷାୟ ବସ୍ତ୍ର, ନୂଆ ନୂଆ ବସ୍ତ୍ର ତିଆରି କରି ନେଇଛନ୍ତି, ଦେଇଛନ୍ତି ଭକ୍ତମାନେ। ତାଙ୍କୁ ପିନ୍ଧିକରି ଯେତେବେଳେ ସେ ବୁଲୁଛନ୍ତି, ତାଙ୍କର ଏ ପୋଷାକ ଦେଖିକରି ବିଦେଶୀ ଲୋକମାନଙ୍କ ଭିତରୁ ଅନେକ ହସିବାକୁ ଲାଗିଲେ। ଥଟ୍ଟା କେହି କେମିତି ଉପେକ୍ଷା ବାଣୀ ମଧ୍ୟ ଗୋଟେ ଦିଟା ଫିସ୍ ଫାସ୍ କରି କହିଦେଇଛନ୍ତି। ସେ ତ ପଳେଇ ଯାଉଛନ୍ତି। ଗୋଟିଏ ଜାଗାରେ ଯୋଉଠି ଟିକେ ଅଧିକା ଭାବରେ ଶୁଣିବାକୁ ମିଳିଲା, ପଛକୁ ବୁଲି ପଡିକରି ଗୋଟିଏ କଥା କହିଲେ। ପଛକୁ ବୁଲି ବୁଲି କହିଲେ, ଏମିତି ହାତ ଉଠି ଭଳିଆ ହାତ କରିକିରି ଗୋଟିଏ କଥା କହିଲେ ଇଂରାଜୀରେ। ତାର ଅର୍ଥ ହେଲା, ଏ ଦେଶର ଲୋକମାନେ କଣ ମନୁଷ୍ୟକୁ କେବଳ ବେଶଭୂଷାରୁ ଚିହ୍ନନ୍ତି, ଆଉ କିଛି ଚିହ୍ନିବାର ଗୁଣ ଏମାନଙ୍କ ପାଖରେ ନାହିଁ। ବୁଝିପାରିଲେ କି କେତେ ବଡ କଥାଟେ? କେବଳ ବେଶଟାକୁ ଯାହାର ବଡ, ତାକୁ ଏମାନେ ବଡ ବୋଲି ବୋଧେ ଭାବନ୍ତି। ତ ବେଶଟାକୁ ଯାହାର ବଡ, ସେଇଟାକୁ ହିଁ ବଡ ବୋଲି ବୋଧେ ଭାବନ୍ତି। ଏ ଦେଶର ଲୋକମାନେ କଣ ବେଶଭୂଷାକୁ ଧରିକିରି ମନୁଷ୍ୟର ବଡ ଛୋଟ ଗୁଣ ଗୁରୁତ୍ୱ ନିର୍ଣ୍ଣୟ କରନ୍ତି? ପ୍ରକୃତରେ ମନୁଷ୍ୟକୁ ବଡ ଛୋଟ କାହାକୁ କହିବା ଆମେ? କିଏ ସେ ଉଚ୍ଚ ଆଉ କିଏ ସେ ନିମ୍ନ, ତାର ଗୁଣ, ତାର ସ୍ୱଭାବ, ତାର ଜ୍ଞାନ ଗରିମା, ତାର ତ୍ୟାଗ, ତାର ଓଜସ୍ୱିତା, ନାଇଁ କି ଏଗୁଡାକୁ ନେଇକରି ନିର୍ଣ୍ଣୟ କରାଯାଏ ନା। ଆଉ ଏଗୁଡାକ ଥିଲେ ହିଁ ପୁରୁଷ, ଏଗୁଡାକ ଥିଲେ ହିଁ ପୁରୁଷ। ଖାଲି ବିଶାଳ କାୟ ଶରୀର ହେଲେ ତାକୁ ଋଷଭ କୁହାଯିବନି। ଋଷଭ ଶବ୍ଦର ତାତ୍ପର୍ଯ୍ୟ ଜ୍ଞାନ ଗରିମାରେ ଭରପୁର ଭଗବାନ ନିଜେ ଜ୍ଞାନ ସ୍ୱରୂପ ଜ୍ଞାନୀ ନୁହନ୍ତି, ନିଜେ ଜ୍ଞାନ, ସେ ଜ୍ଞାନୀ ନୁହନ୍ତି। ଜ୍ଞାନୀ କି ଜ୍ଞାନ ନେଇକରି ନିଜ ଭିତରେ ଭର୍ତ୍ତି କଲେ ତାକୁ ଜ୍ଞାନୀ କୁହାଯିବ। ଯେମିତି ଧନ ନେଇକରି ଘରେ ଭର୍ତ୍ତି କଲେ ସେ ଧନୀ, ଜ୍ଞାନ ନେଇକରି ନିଜ ଭିତରେ ଭର୍ତ୍ତି କଲେ ତାକୁ ଜ୍ଞାନୀ କୁହାଯାଏ। ଭଗବାନ ଜ୍ଞାନୀ କି? ନା, ଭଗବାନ ନିଜେ ଜ୍ଞାନ। ପ୍ରଜ୍ଞାନଂ ମାନନ୍ଦଂ ବ୍ରହ୍ମ, ସ୍ୱୟଂ ଆନନ୍ଦ ସ୍ୱରୂପ, ସ୍ୱୟଂ ଜ୍ଞାନ ସ୍ୱରୂପ। ଅତଏବ ଋଷଭ, ହେ ଗୁଣବାନ ପୁରୁଷ, ହେ ରୂପବାନ ପୁରୁଷ। ଦୁଇଟା ଋଷଭ କଲେ ରୂପ ଭିର କହୁ, ଗୁଣ ଭିର କହୁ। ହେ ଋଷଭ, ଗୁଣମାନ ପୁରୁଷ, ରୂପବାନ ପୁରୁଷ, କେତେ ଦୁଃଖରୁ ଆମକୁ ତମେ ନ ରଖିଛ? କେତେ ଥର ଆମେ ମରୁଥିଲୁ? ଦୈବ ଦୁର୍ବିପାକରେ ତ ଆମେ ମରିଥାନ୍ତୁ, ଆମକୁ ବଞ୍ଚଉଥିଲ କାହିଁକି? ପୂର୍ବବର୍ତ୍ତୀ କଥା ଟିକେ ସ୍ମରଣ କରନ୍ତୁ। ଗୋପାଙ୍ଗନ ମାନେ ପ୍ରସଙ୍ଗ କ୍ରମେ କହିଦେଲେ ଯେ ଶ୍ୟାମ ସୁନ୍ଦର, ଶ୍ୟାମ ବନ୍ଧୁ, ତୁମେ ଆମକୁ କେତେ ଥର ମାରୁଛ, ବଞ୍ଚଉଛ। ଆଉ ସେଟା ବର୍ଣ୍ଣନା କରିବାନି, ବହୁତ ସମୟ ସେଥିରେ ପଳେଇବ ବେଳ। ଏଗୁଡାକ ସ୍ମରଣ କରନ୍ତୁ। ଆଲୋଚନା କରିସାରିଛେ ଆମେ। ବାରମ୍ବାର ଆମକୁ ମାରୁଛ, ପୁଣି ବଞ୍ଚଉଛ, ମାରୁଛ, ପୁଣି ବଞ୍ଚଉଛ। ଯଦି ତମର ବର୍ତ୍ତମାନ ସମୟରେ ଏକାଲେ ମାରିଦେବାର ଇଚ୍ଛା ଥିଲା,
କିନ୍ତୁ ବର୍ତ୍ତମାନ ଯାହା କରୁଛ ସମ୍ପୂର୍ଣ୍ଣ ଆମକୁ ମାରି ପକଉଛ। ଶୁଣ, ଏହା ଦ୍ୱାରା ତୁମର ପାତକ ହବଟି, ଶତ ସ୍ତ୍ରୀ ପାତକ ହବ ଏବଂ ତା ସହିତ ବିଶ୍ୱାସଘାତକତା ପାପ ମଧ୍ୟ ଯୋଡ଼ି ହେଉ। ପୂର୍ବ ଶ୍ଲୋକରେ ଖାଲି ସ୍ତ୍ରୀବଦ୍ଧ କଥା କହିଥିଲେ, ଏଠି ଆହୁରି ବିଶ୍ୱାସଘାତକତା ଲାଗିଲା। ନାରୀବଦ୍ଧ ସହ ବିଶ୍ୱାସଘାତକ ଯୋଡ଼ିଏ ପାତକ ତୁମ ଉପରେ ଆରୋପିତ ହବ। ଶ୍ୟାମ ସୁନ୍ଦର କିରେ, ମୁଁ କାହିଁକି ବିଶ୍ୱାସଘାତକ ହେବି? ହବନି। ତମର ଯଦି ବର୍ତ୍ତମାନ ମାରିବାର ଥିଲା ତାହେଲେ ଆମକୁ ବଞ୍ଚଉଥିଲ କାହିଁକି? ଆମେ ତ ମରିଥାନ୍ତୁ। ଆମେ ଗୋଟେ ଲୋକକୁ ଚେଷ୍ଟା କରି ବଞ୍ଚେଇବା, ବଞ୍ଚେଇଲେ ତାର ବିଶ୍ୱାସ ପଳେଇ ଆସିଲା ଯେ ଏ ଲୋକ ମତେ ବଞ୍ଚେଇବା ଲୋକ, ଇଏ ମୋର ସହାୟକ, ମୁଁ ନିର୍ଭୟରେ ୟା ସାଥିରେ ଯିବି। ତା ମନରେ ଯଦି ଥିବ ତାକୁ ଯଦି 5 ଜାଗାରୁ ବଞ୍ଚେଇକି ନେବି ଯେ ଅମୁକ ଜାଗାରେ ତା ମୁଣ୍ଡକୁ ହାଣିବି, ଇଏ ତ ତାକୁ ମୋ ସ୍ୱାର୍ଥ ପାଇଁ ତା ମସ୍ତକକୁ ଛେଦନ କରିବି, ଦେବୀଙ୍କ ପାଖରେ ବଳି ଦେଇ ବର ପାଇବି, ଏଇଥିପାଇଁ ଯଦି ବଞ୍ଚେଇକିରି ସେ ନଉଥିବ ଅନ୍ୟ ଜାଗାରୁ, ବାଘ ମୁହଁରୁ ସାପ ମୁହଁରୁ ବଞ୍ଚେଇକିରି ନେଲା, ତ ଏଇ ଲୋକର ଗୋଟେ ବିଶ୍ୱାସ ପଳେଇ ଆସିଲା ଯେ ମତେ ବାଘ ମୁହଁରୁ ବଞ୍ଚେଇଲା, ଏ ମତେ ସାପ ମୁହଁରୁ ବଞ୍ଚେଇଲା, ଇଏ ହିଁ ମୋର ପ୍ରିୟ, ଆଉ ଇଏ ହିଁ ମୋର ରକ୍ଷକ ବୋଲି ତା ସାଥିରେ ସେ ନିର୍ଭୟରେ ଗଲା। ତାର ବିଶ୍ୱାସ ଅଛି ତା ଉପରେ ଯେ ସାପ ମୁହଁରୁ ବଞ୍ଚେଇଛି, ଯେ ବାଘ ମୁହଁରୁ ବଞ୍ଚେଇଛି, ସେ ମୋର କେବେ ହେଲେ କ୍ଷତି କରିବ କି? କିନ୍ତୁ ଯାଇ ଯେତେବେଳେ ଦେବୀଙ୍କ ପାଖରେ ବଳି ପକେଇବାକୁ ବାହାରିଲା, ତାକୁ ବିଶ୍ୱାସଘାତକ ବୋଲି ସେ କହିବ ନା, ନାରୀ ଏଇଟା ବିଶ୍ୱାସ ଜନ୍ମ ହେଲା ମୋ ଭିତରେ, ଶେଷକୁ ମତେ ଘାତ କରୁଛି। ତ ଠିକ ସେଇଭଳିଆ ତୁମେ ଆମକୁ 5 ଜାଗାରୁ କାହିଁ ମତେ ବଞ୍ଚେଇଲ? ଆମ କପାଳ ଅନୁସାରେ ତ ଆମେ ମରିଥାନ୍ତୁ, ସବୁଠୁ ବଞ୍ଚେଇ ବଞ୍ଚେଇ ଆଣିଲ, ଶେଷକୁ କିନ୍ତୁ କଲବଲ କରି ମନ ଭିତରେ ମାରୁଛ ରାତି ଅଧରେ। ବ୍ରଜାଙ୍ଗନାଙ୍କର ଉକ୍ତର ତାତ୍ପର୍ଯ୍ୟ ଯଦି ଏହା হয়, କୋଉଠୁ ତମକୁ ବଞ୍ଚେଇକିରି ଆଣିଲ? ମୁଁ ବିଷଜଳାପୟାତ ବ୍ୟାଳ ନୀଳୟାତ ସର୍ପ ବ୍ୟାଳ ରାକ୍ଷସାତ ବର୍ଷ ମାରୁତାତ ବୈଦ୍ୟୁତାନଳାତ। ପଳେଇଲା ଦ୍ୱିପାଦ। ଦ୍ୱିତୀୟ ଦ୍ୱିପାଦରେ କହିଲେ ବୃଷମୟାତ୍ୱଜାତ ବିଶ୍ୱତୋ ଭୟାତ। ବୃଷମୟାତ୍ୱଜାତ ତ ଅରିଷ୍ଟାସୁର, ବୃଷଭ ରୂପ ଧାରଣ କରି ଆସିଥିବା ଅରିଷ୍ଟାସୁର ମୁହଁରୁ ବଞ୍ଚେଇଛ। ମୟ ଆତ୍ମଜାତ ବ୍ୟୋମାସୁର ମୁହଁରୁ ବଞ୍ଚେଇଛ। ଆମେ ଏଇଟା ଆଲୋଚନା କରିସାରିଛେ। ଅରିଷ୍ଟାସୁର ଓ ବ୍ୟୋମାସୁର ଏ ଦୁଇଟା ହଉଛି ଭବିଷ୍ୟତ କାଳର କର୍ମ, ବର୍ତ୍ତମାନ ସୁଦ୍ଧା ଏ ଦୁଇଟା ହେଇନି। ଯେତେବେଳକୁ ଗୋପାଙ୍ଗନା ମାନେ ରାସ ରହସ୍ୟରେ ଗୋପୀ ଗୀତା କହୁଛନ୍ତି, ରାସଲୀଳା ଚାଲିଛି, ସେତକୁ ବ୍ୟୋମାସୁର ବଦ୍ଧ, ଅରିଷ୍ଟାସୁର ବଦ୍ଧ ବା ବଦ୍ଧ ତ ନାହିଁ, ଉଦ୍ଧାର। ଅରିଷ୍ଟାସୁର ଉଦ୍ଧାର, ବ୍ୟୋମା ଉଦ୍ଧାର କାର୍ଯ୍ୟ ଘଟି ନାହିଁ, କିନ୍ତୁ ପୂତନା ହେଇଯାଇଛି। ଶକଟାସୁର ଭଞ୍ଜନ ହେଇଯାଇଛି, ଅଘାସୁର ଉଦ୍ଧାର ହେଇଯାଇଛି, ନାଇଁ କି ବକାସୁର ଉଦ୍ଧାର ହେଇଯାଇଛି, ଇନ୍ଦ୍ରଜାଗ ହେଇଯାଇଛି। ସେମିତି ଅରିଷ୍ଟାସୁର ଉଦ୍ଧାର ଓ ବ୍ୟୋମାସୁର ଉଦ୍ଧାର ହେଇନି। ଯୋଉଟା ହେଇନି ପୂର୍ବକୁ ହବ 6 ମାସ କି ବର୍ଷ ପରେ। କେମିତି ଆଗତର ଜାଣି ପକେଇଲେ? ଏଗୁଡା ଆଉ କଳ୍ପଳ କଳ୍ପିତ ଲେଖାକିରେ, ଏଟା ଭଗବାନଙ୍କର ସତ୍ୟ ଲୀଳା ନୁହଁ କି? ଭ୍ରମରେ ପଡନି, ଭ୍ରମରେ ପଡନି। ବ୍ରଜାଙ୍ଗନା ମାନେ ପୂର୍ବବର୍ତ୍ତୀ କଥା ଗୁଡିକ କୃଷ୍ଣ କଣ କଣ କରିବେ ଜାଣିଥିଲେ, ଅନେକ ଜିନିଷ ଜାଣିଥିଲେ। କେମିତି ଜାଣିଥିଲେ? ଆଲୋଚନା ସରିଛି ଆମର, ଆଉ ତାକୁ ଭିତରକୁ ପଶିବାନି। 4 ଜଣ ଋଷିଙ୍କର ବ୍ରଜ ପ୍ରବେଶ ଦେଖାଯାଉଛି, ଆଲୋଚନା ହେଇଯାଇଛି। ନାରଦ ରାଧାଙ୍କର ଦର୍ଶନ ନିମନ୍ତେ ଓ ରାଧାଙ୍କର ସ୍ତୁତି ନିମନ୍ତେ ସେ ରାଧାଙ୍କୁ ଚିହ୍ନଟ କଲେ। ନାରଦ ଯାଇକରି ଯଦି ନ ଦେଖିଥାନ୍ତେ ବୃଷଭରୁ କନ୍ୟାକୁ, ସ୍ତବ ସ୍ତୁତି ନ କରିଥାନ୍ତେ, ଆଉ ଇଏ ରାଧା ବୋଲି ନ ଚିହ୍ନିଥାନ୍ତେ, ଆମେ କିଏ ଚିହ୍ନି ପାରିନଥାନ୍ତେ। ପରବର୍ତ୍ତୀ କାଳର ମୁନି ଋଷିମାନେ ଜାଣିପାରିନଥାନ୍ତେ। ଲକ୍ଷ୍ୟ ଗୋପ ଝିଅଙ୍କ ସହିତ ସେ ମଧ୍ୟ ଗୋଟିଏ ସୁନ୍ଦରୀ ଗୋପ ଝିଅ ଭଳିଆ ମିଶି ଯାଇଥାନ୍ତେ। ଏ ସାକ୍ଷାତ ଭଗବତ ସ୍ୱରୂପା, ଭଗବତୀ ସ୍ୱରୂପା, ଏଟା ଜଣା ପଡ଼ିନଥାନ୍ତା। ନାରଦ ଦ୍ୱିତୀୟରେ ଦୁର୍ବାସାଙ୍କ କଥା ଆଲୋଚନା କରିଛି। ଦୁର୍ବାସା ବ୍ରଜକୁ ଯାଇ ନିଜର କିଛି ସେବା କରିଛନ୍ତି। ରାଧା ଓ କୃଷ୍ଣଙ୍କୁ ମିଳିତ କରାଇବା ପାଇଁ ବ୍ରଜକନ୍ୟା ମାନଙ୍କ ମନରେ କୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ସମସ୍ତଙ୍କ ଘରେ ବୁଲି ବୁଲି ଉନ୍ମାଦିନୀ କରିଛନ୍ତି। ହଁ ଲୋ ହେଇଯିବ, ତୋ ହାତରେ ତ ରେଖା ଅଛି, ତୁ
ତୁ ରଜାର ବୋହୂ ହବୁ, ତମର ତ ଏଠି ରଜା ନନ୍ଦ, ତାର ତ ଗୋଟିଏ ପୁଅ, ତୁ ତ ତାରି ପତ୍ନୀ ହବୁ। ଆଉ ଏମିତି ତାକୁ ହାତରେ ସେ ରେଖା ଫୁଟିକିରି ଦୁସୁଛି। ଆଉ ଏମିତି ବତେଇ ବତେଇ ସବୁ କନ୍ୟା ମାନଙ୍କୁ ଗୋପନରେ ତ ଗୋଟିକା ଗୋଟାକି ସମସ୍ତଙ୍କୁ ଉନ୍ମାଦନୀ କରିଛନ୍ତି କୃଷ୍ଣବୃତ୍ତି। ସମସ୍ତଙ୍କ ମନରେ ଗୋଟେ ବିଶ୍ୱାସ, ତ ସରଳ କନ୍ୟା ଗୁଡାକ, ଏଡେ ବଡ ଋଷିଟେ ଗୋଟେ ବାବାଜୀଟେ କହୁଛି, ହଁ ହେଇଥିବ ପରା, ମୋ ହାତରେ ତ ରେଖା ଅଛି ବୋଲି ଗୋସାଇଁ କହୁଥିଲେ, ଆଉ ମୋତେ ବୋଧେ କୃଷ୍ଣଙ୍କର ଭବିଷ୍ୟତରେ କୃଷ୍ଣଙ୍କ ସହ ମୋର ହିଁ ବିବାହ ହବ, ମୁଁ ନନ୍ଦହରର ବୋହୂ ହୋଇକି ରହିବି, କୃଷ୍ଣ ଭଳିଆ ପତି ପାଇବି, ଏଇ ଆଶା ସମସ୍ତଙ୍କ ମନରେ। ତ 6 ମାସ 3 ମାସ ଗଲା ପରେ ଗୋସାଇଁ ମହାପ୍ରଭୁ କହୁଥିଲେ, କାହିଁ ଆଜି ପର୍ଯ୍ୟନ୍ତ ତ ପ୍ରସ୍ତାବ ଆସିଲାନି। ଯଦି କୋଉ ଝିଅ ପଚାରିଲା, କହିଲୁ ତୁ ଟିକେ ବ୍ରତ ଉପାସନା କରୁନୁ ବୋଲି କାତ୍ୟାୟନୀ ବ୍ରତ କରେଇଲେ, କାତ୍ୟାୟନୀ ବ୍ରତର ମନ୍ତ୍ର ଦେଲେ। ପରିଶେଷରେ କୃଷ୍ଣଙ୍କ ସହ ଯେତେବେଳେ ନିର୍ଜନର ଲୀଳା ହେଲା, କୃଷ୍ଣଙ୍କୁ ବିଜୟ କରି ବଶୀକରଣ କରି ରଖିବା ପାଇଁ କେତେ ମନ୍ତ୍ର କେତେ ଉପାୟ। ସେଦିନ କହୁଥିଲେ ଗୋଟେ ପଶା ପାଲି ଦେଇଥିଲେ, ଯେମିତି ଶକୁନି କି ଗୋଟେ ହାଡ ମିଳିଥିଲା ପଶା ଖେଳର ପଶା କାଠି କରିବାକୁ, ଯୋଉଥିରେ ସେ ବିଜୟ କରୁଥିଲେ, ଗୋଟେ ପଶା ପାଲି ଦେଇଥିଲେ। ଏଇ ପଶା ପାଲିଟିକି ପକେଇ କୃଷ୍ଣଙ୍କ ସହିତ ପଶା ଖେଳିଲେ 1,00,000 ଥର ହାରିବେ ତମ ପାଖରେ, ଇତ୍ୟାଦି ବଶୀକରଣ କୌଶଳ ସବୁ ଦୁର୍ବାସା ବତେଇଥିଲେ। 2 ଗର୍ଗ ସେଠିକାର ପୁରୋହିତ ଋଷି ଗର୍ଗ ଏବଂ ତାହାଙ୍କ ରଚିତ ଗର୍ଗ ସଂହିତା ଅନେକ ଗୋପନୀୟ ଲୀଳା ଓ ଗୋପନୀୟ ତଥ୍ୟର ଭାଷକ। ଗର୍ଗ ସଂହିତା ବୋଲି ଖଣ୍ଡିଏ ଗ୍ରନ୍ଥ ଅଛି, ଗର୍ଗ ନିଜେ ଲେଖିଛନ୍ତି, ସେଥିରେ ଗୀତା, ଭାଗବତ, ମହାଭାରତ, ବିଷ୍ଣୁ ପୁରାଣ, ବ୍ରହ୍ମବୈବର୍ତ ଇତ୍ୟାଦିର ଯୋଉଗୁଡାକ ଆମେ ପାଉନେ, ବ୍ରହ୍ମବୈବର୍ତରେ କିଛି କିଛି ଗର୍ଗ ସଂହିତାର ଜିନିଷ ଅଛି। ଗର୍ଗ ସଂହିତାରେ ଯାହା ବର୍ଣ୍ଣନା ହେଇଛି ସେଥିରୁ କିଛି କିଛି ଅନେକ କଥା ରହିଛି। ତ ରାଧାରାଣୀଙ୍କ ସହ ଶ୍ରୀକୃଷ୍ଣଙ୍କର ବିବାହ, ବ୍ରହ୍ମା ଆସି ଅରଣ୍ୟ ଭିତରେ ହସ୍ତଗ୍ରନ୍ଥି ଦେଇ ବେଦୋଚ୍ଚାରଣ କରି ବିବାହ କରେଇବା ଲୀଳାଟା ଗର୍ଗାଚାର୍ଯ୍ୟ ଲେଖିଛନ୍ତି ନା। ହୟ ଗର୍ଗାଚାର୍ଯ୍ୟ, ତମେ କେଉଁ ଜାଣିଲ? ଜାଣିବେନି, ମୁଁ 2 ପଇସା ଦକ୍ଷିଣା ପାଇଥାନ୍ତି, ବ୍ରହ୍ମା ନେଇଗଲେ ନାଇଁ କି, ଲୁଗା 4 ଖଣ୍ଡ ମିଳିଥାନ୍ତା। ତ ଗର୍ଗ ସଂହିତା, ସେ ଜଣେ ଋଷି ବହୁତ ଗୋପନୀୟ ତଥ୍ୟ କହିଛନ୍ତି। ଆଉ ଜଣେ କିଏଟି? ଭାଗୁରୀ, ତାଙ୍କ ନାଁ ଭାଗୁରୀ। ଇଏ ଜ୍ୟୋତିଶାସ୍ତ୍ରଜ୍ଞ ହିସାବରେ ଡୌରିଆ ବିକିଳା ଭଙ୍ଗୀରେ ଭିତରେ ପଶିକିରି, ବାବାଜୀ ମାନେ କେତେ ବୁଲନ୍ତୁନି ସାଇ ସାଇ, ସେ ବାଡି ପଟେ ବୁଲୁଥିବେ। ଯୋଉ ଘରେ ପୁରୁଷ ନଥିବେ, ଖାଲି ସ୍ତ୍ରୀ ଲୋକ ଏକୁଟିଆ ଥିବେ, ଅନୁମାନ କରି ସେ ଘର ପୁରୁଷ ଲୋକ ବଜାରକୁ ପଳେଇଲେ, ଅଫିସକୁ ପଳେଇଲେ, ସେ ଦ୍ୱାରେ ଯାଇକରି ବସିବେ। ତମ ଘରେ ଭଲ ପଟୁନି ଲୋ ଝିଅ, ତୋ ହାତରୁ ଦୁଶ୍ଚି, ତୋ ଘରେ ଅଶାନ୍ତି ଅଛି ନାଇଁ କି, ଏ ଡୌରିଆଟା ନେ, ଇତ୍ୟାଦି ଯୋଉ ନାନା କଳ କୌଶଳ କରନ୍ତି। ଏଇଭଳିଆ କେତେ ଗୁଡିଏ ଅଛନ୍ତି। ତ ସେଇଭଳିଆ ବେଶରେ ମହର୍ଷି ସିଦ୍ଧ ପୁରୁଷ ଭାଗୁରୀ ଗଲେ, ଯାଇ ସେଇଭଳିଆ ବୁଲି 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 ଆସି ଭଗବାନ ଶ୍ରୀକୃଷ୍ଣଙ୍କର ଜାତକ ଦେଖି ସିଏ ହିଁ କହିଛନ୍ତି ନା, ଆଉ ଲେଖିଛନ୍ତି ଆଉ ଯେ ଏ ପିଲାର ଅଷ୍ଟମାଧିପତି ଅଷ୍ଟମରେ ଥିବାରୁ ଇଏ ଚୋରି ଛଡା ଆଉ ମୁଠେ କୁବାଟେ ଖାଇବାକୁ ପାଇବନି, ରୋଜଗାର କରିପାରିବ ନାହିଁ। କେବଳ ଚୌର୍ଯ୍ୟ ବୃତ୍ତି ହିଁ ୟାର ଜାତକରୁ ବାହାରୁନି। କିଏ ସେ ବ୍ୟବସାୟ କରିବ, କିଏ ସୁନା ବ୍ୟବସାୟ କରିବ, ଶନି ଥିଲେ ବ୍ୟବସାୟ କ୍ଷେତ୍ର 10ମ କ୍ଷେତ୍ରରେ ଲୌହ ବ୍ୟବସାୟ କରିବ, କିଏ ସେ ତ କେନାଲ ଇଞ୍ଜିନିୟରିଂ ହବ, ଗୋଟା ସବୁ ଜାତକରୁ ଜଣା ପଡିବ। କିଏ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିବ, କିଏ ସେ ଅଧ୍ୟାପକ ହବ, ଗୋଟା ସବୁ କିଛି କିଛିଟା ଜଣା ପଡିବ। ତ ଯୋଉମାନେ ଭଲ ଜ୍ୟୋତିଷ ବିଦ୍ୟା ଜାଣନ୍ତି ସେମିତି ସେ ଦେଖିଲେ ୟାର ଜୀବିକା କୋଉଥିରେ ବଞ୍ଚିବ, ଇଏ ୟାର ଜୀବିକା ନିର୍ବାହର କୌଶ କଣ, ଏଟା କର୍ମସ୍ଥାନ 9ମରୁ ଜଣା ପଡିବ। 9ମ ସ୍ଥାନ, ନବମଟା ହଉଛି ନାଇଁ 10ମରୁ ଜଣା ପଡିବ। 9ମଟା ହଉଛି ଧର୍ମ, 10ମ ସ୍ଥାନଟା ହଉଛି କର୍ମ। କର୍ମ ସ୍ଥାନରେ ପଡିବ। କର୍ମ ସଂସ୍ଥାନରେ ଦେଖିଲେ ଯେ ଯେହେତୁ ୟାର ଅଷ୍ଟମାଧିପତି ଅଷ୍ଟମରେ ଅଛି ଏବଂ ଦେଖୁଛି ଦ୍ୱିତୀୟ ସ୍ଥାନକୁ କର୍ମସ୍ଥାନକୁ, ଇଏ ପିଲା କେବଳ ଚୋରି କଲେ ରାତିରେ ସକାଳୁ ମୁଠେ ଖାଇବାକୁ ପାଇବ, ରାତିରେ ଚୋରି ନ କରିଥିବ ସକାଳୁ ଖାଇବାକୁ ପାଇବନି। ଏକଥା ଭାଗୁରୀ କହିଥିଲେ। ଯାହା ବ୍ରଜେ ବସନ୍ତଂ ନବନୀତ ଚୌରମ୍ ବ୍ରଜାଙ୍ଗନାନାଂ ଚଦୁକୂଳ ଚୌରମ୍ ଅନେକ ଜନ୍ମାର୍ଜିତ ପାପ ଚୌରମ୍, ଯାହାର କାର୍ଯ୍ୟ ହେଲା ଚୋରି କରିବା,
ଗୋପନରେ ଅଦୃଶ୍ୟ ଭାବରେ ସମସ୍ତଙ୍କର ପାପକୁ ଯିଏ ନେଇଯାଉଛି ତାର ନାମ ଉଚ୍ଚାରଣ କଲା ମତେ ନାମ ଆମେ ଯାହାର ନାଁ ଧରି ଡାକିବା ସେ ଆସିବନି କି? ଆରେ ଗୋପାଳ ବୋଲି ଡାକିଲେ ଗୋପାଳ ଦୌଡ଼ି ଆସିଲା। କାହିଁକି ବାପା ଡାକୁଛନ୍ତି କି ଗୁରୁଦେବ ଡାକୁଛନ୍ତି କି ବଡ ଭାଇ ଡାକୁଛନ୍ତି କି ମାମୁଁ ଡାକୁଛନ୍ତି ଦୌଡ଼ି ଆସିଲା କଣ ବୋଲିକିରି ପ୍ରଭୁ ଶ୍ରୀରାମ ହେ କୃଷ୍ଣ କହିଲେ ଦୌଡ଼ି ଆସିଲେ। ଆସିକିରି କଣ କରନ୍ତି? ଗଲାବେଳୁ ଖାଲି ହାତରେ ଯିବେନି, ତୁମ ହୃଦୟରେ ଥିବା କିଛି ମାଲ ଧରିକିରି ପଳେଇବେ, ଚୋରି କରିକିରି ପକେଟ ମାରୁ କରିକି ପଳେଇବେ। ତ କଣ ନେବେ? ଅନେକ ଜନ୍ମାର୍ଜିତ ପାପ ଚୌର ମେଞ୍ଚେ ଖଣ୍ଡେ ପାପ ଧରିକିରି ପଳେଇବେ। ଏ ପର୍ଯ୍ୟନ୍ତ ପାପ ପର୍ଯ୍ୟନ୍ତ ସେ ଚୋରି କରେ ଯିଏ, ଆଉ ଟଙ୍କା ପଇସା ଧନ ସମ୍ପତ୍ତି ଧାନ ଚାଉଳ କଥା କଣ କହିବା, ପାପ ପର୍ଯ୍ୟନ୍ତ ଚୋରି କରନ୍ତି ସେ। ଏଟା ଭାଗୁରୀ ହିଁ ନିରୂପଣ କରିଥିଲେ। ସେଇ ଭାଗୁରୀ ଭବିଷ୍ୟତ ବାଣୀ କରି କହିଥିଲେ ଯେ ଅରିଷ୍ଟାସୁର ଓ ବ୍ୟୋମାସୁରକୁ ଇଏ ଭବିଷ୍ୟତରେ ବଦ୍ଧ କରିବେ, ଉଦ୍ଧାର କରିବେ। ବଦ୍ଧ ତ ନୁହଁ, ଉଦ୍ଧାର କରିବେ। ସେ କଥାଟା ଗୋପାଙ୍ଗନ ମାନେ ଜାଣିଥିଲେ। ତେଣୁ ସେଟାକୁ ଅଲଗା କରି କହୁଛନ୍ତି। ଯୋଉଟା ହେଇଯାଇଛି ପ୍ରଥମ ପାଦରେ ପଳେଇଲା, ଆଉ ଯୋଉଟାକ ବାକି ଅଛି ଭବିଷ୍ୟତକୁ ହବ ତ ବୃଷ ମୟା ତ୍ୱଞ୍ଜାତ ବିଶ୍ୱତୋ ଭୟାତ। ବିଶ୍ୱତୋ ଭୟାତ ଘଟିବାକୁ ଥିବା ବିଭିନ୍ନ ପ୍ରକାରର ଆଉ ଭୟରୁ ତୁମେ ରକ୍ଷା କର। ବ୍ରଜାଙ୍ଗନା ମାନେ କହୁଛନ୍ତି ଏଗୁଡା ତ ହେଇଯାଇଛି, ପୁଣି ଭବିଷ୍ୟତରେ ଘଟିବାକୁ ଥିବା ଅନେକ ଭୟ, ଯଥା ଅରିଷ୍ଟାସୁର ବ୍ୟୋମାସୁରଠୁ ଆରମ୍ଭ କରି ଆଉ ବିଶ୍ୱତ ଭୟ, ବ୍ୟାପକ ବିଶ୍ୱତ ଭୟ, ବ୍ୟାପକ ଭୟରୁ ଆପଣ ରକ୍ଷା କରିବେ ପ୍ରଭୁ। ଏ କଥା ତଳେ କହିଲେ ତ ଭଗବାନ ସେଠି କଣ କହୁଛନ୍ତି? এই পর্যন্ত আমি যাইলে সব পুরোনা কথা হয়েগলা, যে ওটাকে টিকে পুরোনা কথা ন দোহরাইলে ওটাকে থরক পাখু 3 থর শুনলে হি হৃদয় ভিতরে মার্জিত হব, নহলে ভাল হবনি। তো এটি ব্রজাঙ্গনা মানক মନରେ ଟିକେ ভয় পড়ি আসলা। কেড়ে কথা কলে লো আমি কেড়ে কথা কলে কଣ কলে না ଆମେ ତ ନାରୀବଦ୍ଧ ପାତକ, ଶତକୋଟି ସ୍ତ୍ରୀବଦ୍ଧ ପାତକ, ପାତକ ମାନଙ୍କ ଭିତରେ ଗୋଟେ ବଡ ପାତକ ସ୍ତ୍ରୀବଦ୍ଧ ବ୍ରହ୍ମବଦ୍ଧ ସାଥିରେ ସମାନ। ଏ ପାପଟା ଛୋଟିଆ ପାପ ନୁହେଁ। ଯୋଉ ପାପ 9 ପ୍ରକାରର ଅଛି, ପାପଟାକୁ ଯୋଉ 9 ଭାଗରେ ବଣ୍ଟା ହୋଇଛି, ଅତିପାତକ, ମହାପାତକ, ଉପପାତକ, ଅନୁପାତକ, ଜାତି ଧ୍ୱଂସକର, ଶଙ୍କରୀକରଣ, ମଳାବହ, ପ୍ରକୀର୍ଣ୍ଣକ, ଏମିତି 9 ଭାଗରେ ବିଭକ୍ତ କରିଛନ୍ତି। ଅତିପାତକ ତଳୁକୁ ମହାପାତକରେ ଏଇଟା ଯାଉଛି। ଅତିପାତକରେ ବ୍ରହ୍ମ ହତ୍ୟା ଯାଉଛି, ମହାପାତକଟା ତାର ପାଖାପାଖି। ଅତିପାତକର ଚିହ୍ନ 7 ଜନ୍ମ ପର୍ଯ୍ୟନ୍ତ ଦେହରେ ରହିବ। ଜାଣିବା ଲୋକ ଜାଣିପାରିବେ, ଯୋଉମାନଙ୍କର ଏ ବିଷୟରେ ଜ୍ଞାନ ଅଛି ସେ ଦେଖିଲେ ଜାଣିବ କେବେ ଯେ ଏ ଲୋକଟା 2-4 ଜନ୍ମ ପୂର୍ବେ ଅତିପାତକ କରିଥିଲା ରେ, ଚିହ୍ନଟା ଅଛି ତା ଦେହରେ ଲକ୍ଷଣ। ଦେହରେ 7 ଜନ୍ମ ପର୍ଯ୍ୟନ୍ତ ଅତିପାତକର ଚିହ୍ନ ରହିବ। ଭଗବାନଙ୍କ ସୃଷ୍ଟିରେ କି ବିଚିତ୍ର ବ୍ୟବସ୍ଥା ଦେଖନ୍ତୁ। ଯାହା ହଉ ସେ ମହାପାତକ ଭିତରେ ଯାଉଛି, ବ୍ରହ୍ମବଦ୍ଧ ବ୍ରାହ୍ମଣବଦ୍ଧ, ତ ଯାହା ହେଲେ ମଧ୍ୟ ସେଟା କରିବାକୁ ହବନି। ଗୁରୁବଦ୍ଧ ଯାହା ହେଲେ ମଧ୍ୟ କରିବାକୁ ହବନି, ବ୍ରାହ୍ମଣବଦ୍ଧ ଯାହା ହେଲେ ମଧ୍ୟ କରିବାକୁ ହବନି, ପିତୃବଦ୍ଧ ମାତୃବଦ୍ଧ ଯାହା ହେଲେ ମଧ୍ୟ କରିବାକୁ ହବନି। ଏମାନେ ସବୁବେଳେ କ୍ଷମଣୀୟ। ରାଜାମାନଙ୍କ ନିମନ୍ତେ, ଯୋଉମାନେ ଦଣ୍ଡଦାତା ଅର୍ଥାତ ନ୍ୟାୟାଧୀଶଙ୍କ ନିମନ୍ତେ, କୋର୍ଟ ମର୍ଡର ମଧ୍ୟ କି ଏବେ କୋର୍ଟରେ ନାହିଁ କି ଏଇଟା ଆଇନରେ, ଆପଣମାନେ କିଏ ଜାଣନ୍ତି? ସ୍ତ୍ରୀ ଲୋକ ବୋଲି ରିଲାକ୍ସେସନ ଅଛି ନା? 6 ମାସ ଜେଲ ଥିଲା ଯେ ଏଇ ଯୋଉ ଦୋଷ କରିছে ସ୍ତ୍ରୀ ଲୋକ, ତାକୁ 6 ମାସ ଜେଲ ଆଇନ ଅନୁସାରେ ହବା କଥା। କିନ୍ତୁ ସ୍ତ୍ରୀ ଲୋକ ବୋଲିକିରି 5,000 ଟଙ୍କା ଜୋରିମାନାରେ ଛାଡି ଦିଆଗଲା। 5,000 ଟଙ୍କା ଡିପୋଜିଟ୍ କଲେ ପଳେଇବ, ଏଇଟା ସ୍ପଷ୍ଟ ଉଲ୍ଲେଖ ହବ, ଆଇନ ଭିତରେ ଗୋଟିଏ ଅଛି। ତ ସ୍ତ୍ରୀବଦ୍ଧଟା ତ ପୂର୍ବରୁ ବର୍ତ୍ତମାନ ମଧ୍ୟ ଏକ ଅକ୍ଷମଣୀୟ ପାତକ ରୂପେ ହୁଏ। ଏବଂ ଆମେ ଆରୋପ କରିଛେ କୃଷ୍ଣଙ୍କ ଉପରେ କଣ ନା ଗୋଟିଏ ଯୋଡ଼ିଏ ମଧ୍ୟ ନୁହଁ, 7 କୋଟି ନାରୀବଦ୍ଧ
ଆଜ୍ଞା ନାରୀ ମଧ୍ୟକୁ କଂସ ଭଳିଆ ଲୋକ ଭୟ କଲାଟି ଯେତେବେଳେ କହିଦେଲେ ହେ କଂସ ତମେ ସମଗ୍ର ପୃଥିବୀରେ ତମର ଗୋଟେ ସୁନାମ ଅଛି, ତମେ ଯୋଦ୍ଧା ଜଣେ, ବୀର ପୁରୁଷ ଜଣେ, ମର୍ଯ୍ୟାଦାବନ୍ତ ପୁରୁଷ ବୋଲି ତମର ଗୋଟେ ପ୍ରତିଷ୍ଠା ଅଛି, ଗୌରବ ଅଛି, ଲୋକେ ତମକୁ ଉଚ୍ଚ ସ୍ଥାନ ଉଚ୍ଚ ସମ୍ମାନ ଦଉଛନ୍ତି ବୀର ଜଗତରେ, ଆଉ ତମେ ଗୋଟେ ସ୍ତ୍ରୀଟାକୁ ବଦ୍ଧ କଲେ ତମର ସେ ମର୍ଯ୍ୟାଦାଟା କ୍ଷୁର୍ଣ୍ଣ ହେଇଯିବନି? ସେତିକିବେଳେ କଣ ସବୁ ହଁ ସତ କଥା ତ, ସେଇଥିପାଇଁ ଛାଡ଼ିଦେଲା ନା ସେ। ଯେତେବେଳେ ଏଇ କଥା ବସୁଦେବ କହିଦେଲେ ସତ କଥା ତ, ସ୍ତ୍ରୀ ଲୋକ ଗୋଟେ ବଦ୍ଧ କରିଦେଲେ ସାଙ୍ଗେ ସାଙ୍ଗେ ମୋର ଗୋଟେ ଅମର୍ଯ୍ୟାଦା ହେଇଯିବ, ନିନ୍ଦା ଚାରିଆଡ଼େ ବ୍ୟାପିଯିବ, ମୋର ଗୌରବଟା ଯୋଉଟା ରହିଛି ମର୍ଯ୍ୟାଦାଟା ଏଟା କ୍ଷୁର୍ଣ୍ଣ, ଲୋକ ମତେ ଛୋଟ ଦୃଷ୍ଟିରେ ଦେଖିବେ ନା, ସ୍ତ୍ରୀଟି ବଦ୍ଧଟା କରିଛି ହେ, ଆଉ ପୂର୍ବ ଗୌରବ ପୂର୍ବ ମର୍ଯ୍ୟାଦା ମୁଁ ପାଇବିନି ବିଶ୍ୱବ୍ୟାପୀ ଅସୁର ଜଗତରେ, ରାଜନ୍ୟ ଜଗତରେ ମୁଁ ଆଉ ପାଇବିନି, ସେଥିପାଇଁ ଛାଡ଼ିଦେଲା ନା। ବିଶ୍ୱଙ୍ଗ ଭଳିଆ ବ୍ୟକ୍ତି, ସ୍ତ୍ରୀ ଲୋକଟେ, ସ୍ତ୍ରୀ ମଧ୍ୟ ନୁହଁ, ଅଧା ସ୍ତ୍ରୀ ଛିଡା ହେଇ ପଡିଲା ସାମନା ଯେ ଧନୁଷର ଫେରି ଏଗୁଡାକର ମୁହଁ ଚାହିଁବା କଥା ନୁହଁ, ଧନୁର ବାଣ ଧରିକିରି, କାରଣ ଦୁର୍ବଳା ଅବଳା ମାରିବା କଥା ଦୂରେ ଥାଉ, ଯୁଦ୍ଧ ସମୟରେ ଆଙ୍କୁ ଚାହିଁବାକୁ ହବନି, ତାଙ୍କୁ ଦେଖିଦେଲେ ତ ସେମାନେ ତ ଭୀରୁ ତୁଚ୍ଛକୁ କମ୍ପିବେ ଭୟରେ, ଆମେ ମଧ୍ୟ ତାଙ୍କ ସାଥିରେ ଭୟରେ କମ୍ପିବା ବୋଲେ ଚାହିଁଲେନି, ସେଆଡକୁ ଧନୁର ବାଣ ଧୋଇକିରି ମୁହଁ ପୋତିକିରି ବସିଲେ, ସେତିକି ବେଳେ ବାଣ ପ୍ରୟୋଗ କରିଦେଇଛନ୍ତି ନା ଅର୍ଜୁନ, ନାଇଁ କି? ଅତଏବ ନାରୀବଦ୍ଧ କୀଦୃଶ ପାତକ, ଏଇଟା ଆମେ ଗୋଟିଏ ଅଧ୍ୟାୟ ମଧ୍ୟ ନୁହଁ, କୃଷ୍ଣଙ୍କ ଉପରେ 7 କୋଟି ନାରୀବଦ୍ଧ ପାତକ ଆରୋପ କଲୁ ଯେ ତୁମେ ଏ ସମସ୍ତ ପାତକର ପୁଞ୍ଜରେ ପୂର୍ଣ୍ଣ ହେଇ ଉଠିବ ତୁମ ଅନ୍ତଃକରଣ, ଏସବୁ ପାପରେ ଭର୍ତ୍ତି ହେବ। ଯାହା ତ ହେଲା ହେଲା, ତା ସାଥିରେ କହୁ କହୁ କହି ପକେଇଲୁ ଆଉ ଗୋଟେ ବିଶ୍ୱାସଘାତକତା, ସେଟା ମଧ୍ୟ ଛୋଟିଆ ପାପ ନୁହଁ। ବିଶ୍ୱାସଘାତକତା, ବିଶ୍ୱାସରେ ବିଷ ଦବା, ବିଶ୍ୱାସଘାତକତା ଆହୁରି ଗୋଟେ ଭୟାନକ ପାପ, ନାଇଁ କି? ଏ କଥା କିଏ କହିଥିଲା? ରାଜକୁମାର କରିଥିଲା ବୋଲି, ବିଶ୍ୱାସଘାତ କରିଥିଲା ବୋଲି କାଳିଦାସଙ୍କ ଉକ୍ତିରେ ଶଶେ ମୀରା ଘୋଷୁଥିଲା କି? ଯିଏ ନରା ବିଶ୍ୱାସଘାତକତା ଘାତକା 4ଟା ରୋଗରେ ସେ ମନ୍ତ୍ରରେ ତାକୁ ଉଦ୍ଧାର କରିଛନ୍ତି। ସେଥିରୁ ଗୋଟିଏ ମନ୍ତ୍ରରେ ଅଛି, ଯେତେ ତୀର୍ଥ ଅଛି ସବୁ ତୀର୍ଥରେ ସ୍ନାନ କଲେ ତ ବିଶ୍ୱାସଘାତକ ପାତକରୁ 1/4 କଟେ, ଆହୁରି 3/4 ରହେ। ଭାରତରେ ଯେତେ ତୀର୍ଥ ଅଛି ସବୁ ତୀର୍ଥରେ ସ୍ନାନ କରିକି ପର୍ଯ୍ୟଟନ କରି ଆସିଲେ ମଧ୍ୟ ବିଶ୍ୱାସଘାତକତା ପାପରୁ 4 କଟିବ, ଆହୁରି 12 ରହିବ। ଅର୍ଥାତ୍ 4 ଥର ଯଦି ସେ ପରିଭ୍ରମଣ କରି ସମଗ୍ର ଭାରତ ବର୍ଷ ସକଳ ତୀର୍ଥରେ ସ୍ନାନ କରେ ତବେ ବିଶ୍ୱାସ, ଏଇଭଳିଆ ପାତକଟି ଏ ମଧ୍ୟ ଛୋଟିଆ ପାପ ନୁହଁ। ଯୋଡେ ମହାପାପ ଆମେ ଆରୋପ କଲୁ, ଯଦି ବିଗିଡି ଯିବେ କୃଷ୍ଣ ଏଥରେ ରାଗିଯିବେ, ପୁରୁଷ ଲୋକ ତ ନାଇଁ କି? କ୍ଷଣକୋପି ମାନେ ଋଷଭ ବୋଲି କହୁଛନ୍ତି, ପୁରୁଷ ଲୋକମାନେ ଆତ୍ମ ନିନ୍ଦା ସହ୍ୟ କରିପାରନ୍ତିନି, ଏଟା ପୁରୁଷ ପ୍ରବୃତ୍ତି। ସ୍ତ୍ରୀ ଲୋକମାନଙ୍କୁ ଥରକ ପାଖକୁ 5 ଥର ଗାଳି ଦେଲେ ପଛେ ଶୁ ଶୁ ହେଇ କାନ୍ଦିବେ, ପଛେ ଆଉଥରେ ସେ ଚୁଲି ଲଗେଇବେ, ଆଉ କଣ କରିବେ, କୁଆଡେ ଯିବେ। କିନ୍ତୁ ପୁରୁଷ ଲୋକମାନେ ବିଗିଡି ଗଲେ ସହଜରେ ସହ୍ୟ କରିବେନି, ସେମାନେ ବିଗିଡି ଯିବେ। ତେଣୁ ସେ କଣ କରିଛନ୍ତି, ବ୍ରଜାଙ୍ଗନା ମାନେ ଚିନ୍ତା କରି ଭୟ କଲେ, ଏବେ ତ ଲୁଚିଛନ୍ତି, ଦେଖା ଦଉନାହାନ୍ତି, ଆମେ ଏଇ କଟୁ କଥା ଗୁଡା କହିଲେ ଯଦି ଚିରକାଳ ପାଇଁ ଲୁଚିଯିବେ, ଇଏ ଜନ୍ମରେ ଯଦି ଆଉ କୃଷ୍ଣଙ୍କୁ ନ ଦେଖିବାକୁ ନ ପାଇବା, ତାହେଲେ ଆମ ଅବସ୍ଥା କଣ ହବ ସଖୀ? ଆମେ କହୁ କହୁ ଅଭିମାନ ଭରେ ଗୁଡେ କଟୁ କଥା ତ କହିଦେଲେଣି, ୟା ବୋଲି ଟିକେ ଖୋସାମତ କରିବାକୁ ଏଟା ସେମାନଙ୍କର ମାନସିକତା। ଏମାନଙ୍କ ମନେ ମନେ ଚିନ୍ତା କଲେ ଯେ ଟିକେ ଖୋସାମତ କରିବାକୁ ବାହାରିଲେ ବୋଲେ ନାଇଁ, 2-4 ମିଠା କଥା କହିକିରି ତାକୁ ନ ବିଷ ଜଳାପ୍ୟୟାତ ବିହାଳ ରାକ୍ଷସାତ ବର୍ଷ ମାରୁତାତ ବୈଦ୍ୟୁତା ନଳାତ ବୃଷମୟାତ୍ୱଜାତ ବିଶ୍ୱତ ଭୟାତ ଋଷଭତେ ବୟଂ ରକ୍ଷିତା ମୁହୁ। ୟା ପରେ ଟିକେ ଖୋସାମତିଆ କଥା କହିବାକୁ ଯାଉଛନ୍ତି, ସ୍ତବସ୍ତୁତି କରିବାକୁ। ଖୋସାମତ କଥା ବୋଲେ ସ୍ତବସ୍ତୁତି, ତୁମେ ଏମିତି, ତୁମ ବାପ ଏମିତି, ତୁମ ଗୋଷୀ ବାପ ଏମିତି, ତୁମ ନାଇଁ କି ତମ ବଂଶ ଏମିତି, ତମେ ଏତେ ବଡ ମହାନ, ତମର ଏମିତି ଗୌରବ, ୟା ତ ସ୍ତବସ୍ତୁତି, ବଂଶ ଗାରିମା, ଆଉ ଗୁଣ ଗାରିମା ଗାନ କରିବା, ଆଉ କଣ କଣ କହୁଛନ୍ତି? ନ ଖଳୁ ଗୋପିକା ନନ୍ଦନ ଭବାନ ଅଖିଳ ଦେହିନାମ ଅନ୍ତରାତ୍ମ ଦୃକ୍
ବିଖନ ସାର୍ଥିତ ବିଶ୍ୱଗୁପ୍ତ ଏ ସଖ ଉଦୟୀବାନ ସାତ୍ୱତାଙ୍କୁଳେ ନଖଳୁ ଗୋପିକା ନନ୍ଦନ ଭବାନ ଅଖିଳ ଦେହି ନାମ ଅନ୍ତରାତ୍ମ ଦୃକ୍ ବିଖନ ସାର୍ଥିତ ବିଶ୍ୱଗୁପ୍ତ ଏ ସଖ ଉଦୟୀବାନ ସାତ୍ୱତାଙ୍କୁଳେ। এই ଚତୁର୍ଥ ଶ୍ଳୋକରେ ବ୍ରଜାଙ୍ଗନା ମାନେ କଣ କହୁଛନ୍ତି ଭଗବାନଙ୍କୁ? ଯେତେବେଳେ ଭୟ ବସିଗଲା ଅନ୍ତରରେ ଆମେ କହୁ କହୁ ଗୁଡେ କଟୁ କଥା କହିଦେଲେ ଲୋ, ଦ୍ୱିପଦ ମିଠାଳିଆ କଥା ନ କହିଲେ ଚଳିବନି, ନୁହେଁ କି? କାଳେ ଯଦି ବେଶୀ ରାଗିଯିବେ ଶ୍ୟାମ ସୁନ୍ଦର ଆଉ ଗୋଟେ ଦର୍ଶନ ନଦେବେ ଆମ ଅବସ୍ଥା କଣ ହବ? ଆମେ ଅଭିମାନରେ କହୁ କହୁ କେତେ କଥା କହି ପକେଇଲୁଣି। ଖାଲି ନାରୀବଦ୍ଧ ପାପଟା କହିଥିଲେ ଚଳି ଯାଇଥାନ୍ତା, କାହିଁକି ନା ଏଇଟା ରସର ଅନ୍ତର୍ଗତ ହେଇଯିବ। କିନ୍ତୁ ବିଶ୍ୱାସଘାତକ କହିଦେଲା ବେଳକୁ କଥାଟା ଟିକେ ପୁରୁଷାଙ୍ଗରେ କଟୁବୋଧ ହବ, ସହ୍ୟ କରିପାରିବେନି ପରା। ତେଣୁ କହୁଛନ୍ତି ନ ଖଳୁ ଗୋପିକା ନନ୍ଦନ ଭବାନ ଅଖିଳ ଦେହ ନାମ ଅନ୍ତରାତ୍ମ ଦୃକ୍। ଶ୍ୟାମ ସୁନ୍ଦର, ଶ୍ୟାମ ସୁନ୍ଦର ତୁମେ କଣ ଗୋପିକା ନନ୍ଦନ କି? ତୁମେ କଣ ଗୋପିକା ନନ୍ଦନ କି? ଆମେ ଅଜ୍ଞାନୀ ଗୁଡାକ ତୁମକୁ ସିନା ଗୋପନନ୍ଦନ 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 ବୋଲି କହୁଥିଲୁ। ଖଳୁ ତ୍ୱମ୍ ଗୋପିକା ନନ୍ଦନ ନ, ତୁମେ ଗୋପନନ୍ଦନ ନୁହଁ। ସାମାନ୍ୟ ଆମ ଭଳିଆ, ଆମେ ଯେମିତି ସାମାନ୍ୟ ଅବୋଧ ଅଜ୍ଞାନୀ ଗୋପବାଳିକା, ଆମ ଗାଁର ସୁବଳ ସୁଦାମ ମଧୁମଙ୍ଗଳ ପ୍ରଭୃତି ଯେପରି ଅଜ୍ଞାନ ନିର୍ಬೋଧ ଗୋପ ବାଳକ, ତୁମେ ତାଙ୍କ ସାଥିରେ ମିଶିକରି ଖେଳ ବୁଲ କରୁଛ ସିନା, କିନ୍ତୁ ତମେ ତା ନୁହଁ। ତୁମେ ସେମାନଙ୍କ ଅପେକ୍ଷା ବହୁ ଉଚ୍ଚରେ, ଆମମାନଙ୍କ ଅପେକ୍ଷା ବହୁ ଉଚ୍ଚରେ, ବହୁତ ଉତ୍କୃଷ୍ଟ। ତୁମ ରହସ୍ୟ, ତୁମ ତତ୍ଵ କିଏ ଜାଣେ ଶ୍ୟାମ ସୁନ୍ଦର? ତୁମେ କେଡ଼େ ମହାନ, ତୁମେ କେଡ଼େ ମହାନ, ତମେ କାହିଁକି ଗୋପ ବାଳକ ହବ? ଅବୋଧ ନିର୍ಬೋଧ ଅଜ୍ଞାନ ଅଶିକ୍ଷାଗ୍ରସ୍ତ ବନବାସୀ ଗୋପ ବାଳକ ତୁମେ ନୁହଁ। ନ ଖଳୁ ଗୋପିକା ନନ୍ଦନ ଭବାନ, ଭବାନ ଆପଣ ଖଳୁ କୌଣସି ସମୟରେ କୌଣସି ବାଟରେ କୌଣସି ମତେ ଗୋପିକା ନନ୍ଦନ ନ, ତାହେଲେ ମୁଁ କିଏ କିଲ? ମୁଁ ଯଶୋଦାନନ୍ଦନ ନୁହଁ ନା। ଏଠି ଯଶୋଦାନନ୍ଦନ କହିଥିଲେ ଚଳିଥାନ୍ତା, ନ ଖଳୁ ଯଶୋଦାନନ୍ଦନ ଭବାନ, କିନ୍ତୁ ଯଶୋଦା ଶବ୍ଦ ନ କହିକିରି ଏଠି ଗୋପିକା ଶବ୍ଦ କୁହାହଉଛି। ତମେ ଗୋପିକା ନନ୍ଦନ ହିଁ, ଅର୍ଥାତ ଗୋପ ସନ୍ତାନ ହିଁ ନୁହଁ, ତମେ ଗୋପର ପିଲା ହିଁ ନୁହଁ। ଆଉ କଥାଟା ସତ ନାଇଁ କି? କଥାଟା କଣ ମିଛ କି? କଥାଟା ମିଛ ନୁହେଁ। ଦିବ୍ୟ ଚେତନାମୟୀ, ଦିବ୍ୟ ଜ୍ଞାନମୟୀ ସେମାନେ ବୁଝୁଛନ୍ତି ତୁମେ ବ୍ରଜ ସନ୍ତାନ ନୁହଁ। ତୁମେ ଅନ୍ୟତ୍ର ଜନ୍ମ, ଅନ୍ୟ ବଂଶରେ, ଏଠି ପାଳିତ ମାତ୍ର, ନାଇଁ କି? ଏଠି ପାଳିତ ମାତ୍ର। এই ଜିନିଷଟାକୁ ସେମାନେ ଅନୁଭବ କରିପାରୁଛନ୍ତି। ଆଉ ସେଇଠି ଭଗବାନ ଶ୍ରୀକୃଷ୍ଣଙ୍କର ଗୁରୁତ୍ୱକୁ ପ୍ରତିପାଦନ କରୁଛନ୍ତି। ଆମେ କେଡେ ଛୋଟ, କେଡେ ତଳେ, ତୁମ ପାଦ ଧୂଳିକି ଆମେ ସମାନ ନୁହଁ, ତୁମ ଦର୍ଶନ ପାଇବାକୁ ମଧ୍ୟ ଆମେ ଯୋଗ୍ୟ ନୁହଁ। ସୁନ୍ଦର କେଡେ ମହାନ, କେତେ ବଡ, କେତେ ଉଚ୍ଚରେ, ଇଏ ଜାଗତିକ ସ୍ତରରେ, ଏଇଟା ଆଧ୍ୟାତ୍ମିକ କଥା ପଡେନି। ତୁମେ ରାଜକୁମାର, ରାଜସିଂହାସନରେ ବସିବା ଲୋକ, ତୁମେ ରାଜବଂଶରେ ଜାତ, ଆମେ ଗୋପ ଗୌଡଣ ଗୁଡାକ, ଆମେ ବଜାରରେ ଦହି କ୍ଷୀର ବିକିବା ଲୋକ, ଆମେ କାହିଁ ତମ ଦର୍ଶନ ପାଇବୁ? ତମେ କେତେ ବଡ ଆମଠୁ? ଆମେ କି ଛାର ତମ ଆଗରେ? ତମେ କେତେ ବଡ ଆମଠୁ? ଏଇ ଭାବ ନୁହେଁ କି? ତ ଏଇ କଥା ନୁହେଁ କି? ଏ କଥା ନୁହେଁ କି? ଭଗବାନ ଶ୍ରୀକୃଷ୍ଣ ଏଇ କଥା କହିଦେଇଥିଲେ ବୋଲି ଯଶୋଦାଙ୍କର ସବୁତକ ଇଏ ଯାଇଥିଲା ଟି ନାଇଁ କି? ଯେତେବେଳେ ଦହି ଦୁଧ ଚୋରି କରୁଥିଲେ, ଲୋକେ ବାନ୍ଧିକିରି ଆଣିକିରି ପହଞ୍ଚେଇଲେ, ସାଇ ଲୋକେ ଗୋପ ଦେଖ ତୋ ପୁଅ ଚୋରି କରୁଥିଲା, ଆମେ ବାନ୍ଧିକିରି ଆଣିଛୁ ଚୋରଟା, ଚୋର ପୁଅଟେ ଜନ୍ମ କରୁଛୁ, ନାନା ପ୍ରକାର କଥା ଯେତେବେଳେ କହିଲେ ଏଟା ବାଧିଲା, ପୁଅଟାକୁ ବାନ୍ଧିକିରି ବାଡଉଥିବେ ଦାଣ୍ଡରେ ବୋଲେ ମା ଶୋଇପାରିବ? ତ ରାଗିଗଲେ, ମା ମାନେ ରାଗିଲେ ପିଲାକୁ ପିଟନ୍ତି।
ଯେତେବେଳେ କିଛି ଉପାୟ ନ ପାଇବେ ସେତେବେଳେ ନିଜ ପିଲାକୁ ଚାରି ପାହାର ପିଟି ଦେଲେ ଯାଇ ତାଙ୍କ ମନ ଶାନ୍ତି। ମା ସ୍ୱଭାବ। ତ ସେମିତି କୃଷ୍ଣକୁ ପିଟିବାକୁ ବାହାରିଲେ, ଯଦି ପିଟିବାକୁ ବାହାରିଲେ ସେତେବେଳେ କୃଷ୍ଣ କାନ୍ଦି କାନ୍ଦି କହୁଛନ୍ତି ଯେତେ ପ୍ରକାର କଥା କହିଲେ ଆମେ ସବୁ ଆଲୋଚନା କରିଛେ, ନାଇଁ କି? ମୁଇଁ ନାହିଁ ମା ଖାନ ଖାୟ ବରବସ ମୋହି ଲପଟାୟ, ମତେ ବାଟରେ ଜଗିରି ବାନ୍ଧିକିରି ବୋଳି ପକେଇଲେ। ବାନ୍ଧିକିରି ବୋଳି ପକେଇଲେ। କାହିଁକି ବାନ୍ଧି ପକେଇଲେ ବୋଳିକିରି? ନା ଆମର ଟିକେ ତୁ ବେଶୀ ଧନ ସମ୍ପତ୍ତି ଘରେ ରଖିଛୁ ବୋଲି ଆମକୁ ବଡ ହିଂସା କରୁଥିଲୁ ମା। ତେଣୁ ମୋ ମୁହଁରେ ବାଟରେ ଜଗିକିରି ଜବରଦସ୍ତି ବୋଳି ପକେଇଲେ। ବରବସ ମୁଖ ଲପଟାୟ। ମା ଶୁଣିଲେନି। ଆଉ କେତେ କଥା ମଧ୍ୟ କହିଲେ, କୌଣସି ଯୁକ୍ତି ହେଲାନି। ଶେଷ ଯୁକ୍ତିଟି କଣ କଲେ? ତୁ ଜନନୀ ମତି ଅତି ଭୋରି ଇହ୍ନକେ ପତି ଆୟ। ତୁ ୟାଙ୍କୁ କାହିଁ ବିଶ୍ୱାସ କରୁଛୁ? ଏ ଲୋକ ଗୁଡାକ ଆମର ଶତ୍ରୁ, ଇ ଗାଁ ଯାକ। ତୁ ତାଙ୍କ ଉପରେ ବିଶ୍ୱାସ କରୁ? ତୁ ଜନନୀ ମତି ଅତି ଭୋରି, ତୁ ତ ଭୋଲି ଭାଲି ଲୋକଟେ, ମାନେ ଅତି ସରଳ ନିଷ୍କପଟ ଲୋକଟେ। ତୁ କଣ ଜାଣିପାରୁଛୁ କି ମୁଁ ସିନା ଚାଲାକ ଚତୁର, ଇଏ ଗାଁଟା ଆଗ ଆମର ଶତ୍ରୁ, ୟାଙ୍କ କଥା ମୋଟେ ଶୁଣୁନା। ସେ ମଧ୍ୟ ଶୁଣିଲେନି। ସେଥିରେ ମଧ୍ୟ ମା ବୁଝିଲେନି, ରାଗଟା ତ ଚଢିଛି। ଶେଷକୁ କଣ କହିଲେ? तो यहले अपने लकटी कमरिया बहुविधि मोहि नचायो। ने तोर तलरी कठौ बाड़ी सब ने तू मते केबे हेले जन्म करिनु। तू जेबे मोर जन्म करथांतु ताहले मो कथारे विश्वास कर। तू तो मते जन्म करनु, गोटे गिरी आनिचु, पालिचु, सिद्धिपें तो मते मो प्रति तोर विश्वास आंतरिकता ममता प्रीति आसुनी। का पिलाटा को किए फोपाड़ी दउछि? जन्म करथिले सेना तू से भावटा आसबो। इले आमे आलोचना करथिले प्रथमरु 10 मास पेटरे धरी मरणांतक पीड़ा करी जन्म करथिवरु सेना गोटे कथा आरंभ रे हमर ए जिनिसटा आसीथिला नहीं कि? मु ए कथा जानिछि। मते थरे बड़ भाई कहउतला, मु सुनिछि जानिछि। बड़ भाई कहउतला तो मूलक लोन जसमती कबत ही जायो। तोठ तो मु बरसे बड़, मु तो कुआडे विदेश जाइनी, घरे अछि। तते जसमती कुदिन जन्म गला? घरे पिलाटे जन्म हले मु जानतनी। दाऊ बहुत खिजायो। दाऊ कहले बड़ भाई। दाऊ शब्दर अर्थ हमर वृंदावन रे दाऊजी ना, राधाराणी आउ दाऊजी आउ दाऊ अरे बड़ भाई। दाऊ बहुत खिजायो, मते एमती बहुत खराब कथा कहला, खिजायो। मो सौ कहत मोल कलेन जसमती कबत ही जायो। मते कहूची माँ तते मुलेगिरी आनीची किणिगिरी नहीं कि बार्गेनिंग करी आनीची। नहीं 10 टका ना हले देबिनी, 5 टका दो बोले दे, ना हले मोर ए पिला दरकार नहीं, कला पिलाटे इन मुलेगिरी आनीची। मो सौ कहत मोल कलेन जसमती कबत ही जायो नहीं कि? आ मध्य सत कथा मते भाई सब कथा कहिलो माँ। कौन कहि जाऊ तते भाई? ना भाई कहिची गोरे नंद गोरे यशोदा तुमगत श्याम शरीर। तते जदि यशोदा जन्म करथांदा, नंद गोरा यशोदा गोरी, तू केमिति कला हेलु नहीं कि? तुमगत श्याम कहिची याहले अपने लगटे कमरिया बहुविधि मोहि नचाय। जतले फोपाड़ी देखिरी मु पळेबी घर बोलिकिरी बाहरले, तू तो मते जन्म करनु, मते भल पाउनु, मते स्नेह करनु। तेरे ज्यो किछु भेद उपजी है मो प्रति, तो हृदय रे टिके कोन विद्वेष पड़ी आइछि। एक कथा मुझे कहिसंती आज्ञा, आ कोन तेरे ज्यो किछु भेद उपजी है जानी पलायो जायो। एतिक बेले जदि न पळेबी तू केतले विष देकिरी मते मार दू। कहीं ना तेरे ज्यो तोर हृदय अंतरे मो प्रति किछु भेद उपजी है। भेद कहले विद्वेष हिंसा तोर जात है। तेणु परलोक कथारे मते बाड़ेबा बाहर
ସୁଯୋଗ ପାଇକରି ଇହାଦେ ଅପନି ଯେତେବେଳେ କହିଦେଲେ ତୁ ମତେ ଜନ୍ମ କରିଥିଲେ ସେନା ମତେ ଭଲ ପାଆନ୍ତୁ, ସେତିକି ବେଳେ ସୁରଦାସ ତମ ବିହୋଷୀ ଯଶୋଦା ହୃଦୟ ଲଗାୟୋ। ତ ସୁରଦାସ ଜି କହୁଛନ୍ତି ଆଉ କିଛି ଶୁଣିନାହାନ୍ତି ଯଶୋଦା, ଆଉ କଥା ନେଇ ଭାଷା ଯେତେବେଳେ ଏଇ ତକ ଶୁଣିଦେଲେ ସିଧା ଟେକି ନେଇକରି ହୃଦୟରେ ଜାବୁଡିକିରି ଧରି ଘର ଭିତରକୁ ପଳେଇଲେ, ଦରଜା ବନ୍ଦ କରିଦେଲେ, କାଳେ ପଳେଇବ କରାଉଠି। ତ ନ ଖଳୁ ଗୋପିକାନନ୍ଦନ ଭବାନ, ଏ କଥାଟାର କେତେ ଦୂର ପ୍ରଭାବ ରହୁଛି ତମେ ତ ନିଜେ କହିଛ ଏ କଥା। ଶ୍ୟାମ ସୁନ୍ଦର ତୁମେ ନିଜେ କହିଛ ମାଙ୍କୁ ତୁ ମତେ ଜନ୍ମ କରିନୁ ବୋଲି। ଆଉ ସେ କଥାଟା ବି ସତ, ସେଟା ବି ସତ। ତମେ ଯୋଉଟା ମାକୁ ଡରେଇବାକୁ କହୁଥିଲ ଏଟା ମିଛ କଥା ନୁହଁ। ନ ଖଳୁ ଗୋପିକା ନନ୍ଦନ ଭବାନ ଅଖିଳ ଦେହୀ ନାମ ଅନ୍ତରାତ୍ମଦୃକ୍। ତାହେଲେ ମୁଁ କିଏ? ଯଦି ମୁଁ ଗୋପିକା ନନ୍ଦନ ନୁହେଁ, ତମ ଗାଁର ପିଲା ନୁହେଁ, ଯଶୋଦା ଗର୍ଭଜାତ ପୁତ୍ର ନୁହେଁ, ଏହା ତମେ କହୁଛ, ତାହେଲେ ମୁଁ କିଏ? କହ, କହିବୁ କହିବୁ ଶ୍ୟାମ ସୁନ୍ଦର ଅଖିଳ ଦେହୀ ନାମ ଅନ୍ତରାତ୍ମ ଦୃକ୍। ଏ ଜଗତରେ ଯେତେ ଜୀବ ଉତ୍ପନ୍ନ ହେଇଛନ୍ତି, ଜୀବ କୀଟ ପତଙ୍ଗ ପର୍ଯ୍ୟନ୍ତ, ଦେହୀ ଯାହାର ଦେହ ଅଛି, ଅଖିଳ ଦେହୀ ନାମ। ସାପର ଦେହ ଅଛି, ବେଙ୍ଗର ଦେହ ଅଛି, ମାଛର ଦେହ ଅଛି, ଦେହ କାରନି। କୀଟ ପତଙ୍ଗର ମଧ୍ୟ ଦେହ ଅଛି। ଅଖିଳ ଦେହୀ ନାମ। ଅଖିଳ, ଅଖିଳ ଶବ୍ଦର ତାତ୍ପର୍ଯ୍ୟ ଆମେ ବହୁତ ଦିନ ଅଖିଳ ନିଖିଳ ଗୁଡାକ ସବୁ ଆଲୋଚନା କରିଛେ। ଏଗୁଡା ସବୁ ମୂଲ୍ୟବାନ ଶବ୍ଦ। ଖେଳ କହିଲେ ଅଳ୍ପ, ଅଖିଳ କହିଲେ ଗୋଟିଏ ମଧ୍ୟ ବାଦ ଯିବନି। ଅନନ୍ତ କୋଟି ଜୀବ ଭିତରୁ ଗୋଟିଏ ମଧ୍ୟ ବାଦ ଯିବନି। ଅଖିଳ ଶବ୍ଦଟା କୋଉଠି ଲାଗିବ? ଉଦାହରଣ ନା ମାନେ ପଡୁନି। ଦାଣ୍ଡ ଦୁଆରେ ଟ୍ରକଟେ ବାଲି ଜମା ହେଲା ଆସିକିରି, ନାଇଁ କି? ଆମେ ମୂଲିଆ ମାନଙ୍କୁ ଲଗେଇଦେଲେ ବାଲି ଗୁଡାକ ଅଗଣାକୁ ନେଇ ଆସ, ଶୁଣ ପୋଛିକିରି ନେଇ ଆସିବ। ଯୋଉ ମୂଲିଆଣୀ ମାନେ ଆଣୁଥିଲେ କହିଲେ ଶୁଣୁ ଝାଡୁ ଏଠି ଅଛି, ପୁରା ଝାଡିକିରି ଝାଡୁ କରିକିରି ସବୁତକ ବାଲି ନେଇ ଆସିବ। ସେ ଏକଦମ ପିଚ୍ ରୋଡ ଉପରୁ ଝାଡି ଝୁଡିକିରି ସବୁତକ ବାଲି ନେଇ ଆସିଲେ। ସେଟାକୁ ଅଖିଳ ବାଲି ଆସିଲା ବୋଲି କୁହାଯିବନି। ପୁରା ସେ ଜାଗାକୁ ପୋଛି ଚାଞ୍ଚି ଝାଡୁ କରିକିରି ସବୁତକ ବାଲି ଅଗଣାକୁ ଆଣିଲେ ମଧ୍ୟ ଅଖିଳ ଶବ୍ଦ ଲାଗିପାରିବନି। କାହିଁକି ନା ସବୁତକ ବାଲି ଆସିନି। କେମିତି ନା ଗୋଟେ କି ଦିଟା ଦାନା ହେଲେ ରହିଯାଇଥିବ କୋଠି, ବୁଝିପାରିଲେ ନା? ଗୋଟିଏ ଦାନା ଯଦି ରହିଗଲା ଟ୍ରକ ଗୋଟେ ବାଲିରୁ, ତାହେଲେ ଅଖିଳ ଶବ୍ଦ ପ୍ରୟୋଗ ହେଇପାରିବନି। ସବୁତକ ଆସିଲା ବୋଲି କୁହାଯିବ। ସମସ୍ତ ବାଲୁକା ଆସିଛି, ସମ୍ପୂର୍ଣ୍ଣ ଭାବରେ ଆସିଛି, କିଛି ହେଲେ ଆଉ ସେଠି ବାକି ନାହିଁ। ଏଗୁଡା ଲାଗିପାରେ, ଏଗୁଡାକ ଲାଗିପାରେ ଏ ଶବ୍ଦ ଗୁଡାକ, କିନ୍ତୁ ଅଖିଳ ବାଲୁକା ଆସିଗଲା ଏଟା ଲାଗିପାରିବନି। କାହିଁକି ନା ଗୋଟିଏ ବାଲୁକା ଯଦି ସେଠି ରହିଯାଉଛି ତାହେଲେ ଅଖିଳ ଶବ୍ଦ ଲାଗିପାରିବନି। ତଦ୍ରୂପ ଅଖିଳ ଦେହୀ ନାମ, ଏ ଜଗତରେ ବର୍ତ୍ତମାନ ଯେତେ ଜୀବ ଅଛନ୍ତି, କିଏ ତାର କଳନା କରିବ? କରିହବ? କୀଟ ପତଙ୍ଗଠୁ ଆରମ୍ଭ କରି ମନୁଷ୍ୟ, ସାଗରରେ କେତେ ଅଛନ୍ତି, ଆକାଶରେ କେତେ ଅଛନ୍ତି, ପର୍ବତ ଭିତରେ କେତେ ଅଛନ୍ତି, ମାଟି ଭିତରେ କେତେ ଅଛନ୍ତି, ପାଷାଣ ମାନଙ୍କ ଭିତରେ କେତେ ଅଛନ୍ତି ଆପଣ ଜାଣନ୍ତି? ପାଷାଣରେ କୀଟ ରହିବା, ବିରାଟ ବିରାଟ ପଥର ଭାଙ୍ଗିଲା ବେଳକୁ ତା ଭିତରୁ ପୋକ ବାହାରିବ। ଫଳମୂଳ ଭିତରେ କେତେ ଅଛନ୍ତି ଏବଂ ବାୟୁରେ କେତେ ଭାସୁଛନ୍ତି, ସେ କଥା କିଏ କହିବ? ଅଖିଳ ଦେହୀ ନାମ, ଏଥିରୁ ଗୋଟିଏ ବାଦ ଯିବନି। ସମସ୍ତଙ୍କର ଅନ୍ତଃକରଣରେ ଆପଣ ହିଁ ଅନ୍ତର୍ଯାମୀ। କେମିତି ଅନ୍ତର୍ଯାମୀ? ନା ପ୍ରଭୁ ଆପଣ ହିଁ ଅନ୍ତଃକରଣ ଭିତରେ ଅନ୍ତର୍ଯାମୀ ରୂପେ ଥିବାରୁ ଜୀବାତ୍ମଟା ଚାଲୁଛି, ବୁଲୁଛି, ଖାଉଛି, ପିଉଛି, କଥା କହୁଛି। ଦ୍ୱା ସୁପର୍ଣ୍ଣା ସଯୋଜାଂ ସୁଖାୟାଂ ସମାନ ବୃକ୍ଷେ ପରିସଜ୍ଜନ୍ତି। ମନ୍ତ୍ର, ଉପନିଷଦ ମନ୍ତ୍ର ମନେ ପକାନ୍ତୁ। ଏକଇ ବୃକ୍ଷେ ପକ୍ଷୀ ବେନି, ନାଇଁ କି? ଆମର ଯାହା ଏକାଦଶ ସ୍କନ୍ଦ କହିଛନ୍ତି ଜଗନ୍ନାଥ ଦାସ, ଏ ବୃକ୍ଷ ହଉଛି, ଦେହ ହଉଛି ଗୋଟିଏ ବୃକ୍ଷ, ତା ଦେହରେ ଯୋଡିଏ ପକ୍ଷୀ ଅଛନ୍ତି। ଏଥର ମନେ ପକାନ୍ତୁ, ଗୋଟିଏ ଜୀବାତ୍ମା, ଗୋଟିଏ ପରମାତ୍ମା। ଗୋଟିଏ ପକ୍ଷୀ ସେ ଗଛର ଫଳମୂଳ ଖାଉଛି, ବୁଲୁଛି, ବସା ବାନ୍ଧୁଛି, ଛୁଆ ଜନ୍ମ କରୁଛି, ଅଣ୍ଡା ଦଉଛି, ଏ ଡାଳରୁ ସେ ଡାଳକୁ ଡେଉଁଛି, କ୍ରୀଡ଼ା କରୁଛି, ଆନନ୍ଦ କରୁଛି। ଅନ୍ୟ ଗଛର ପକ୍ଷୀ ସେଠିକି ଆସିଲେ ତା ସହିତ ଝଗଡା କରୁଛି, ତୁ କାହିଁକି ମୋ ଗଛକୁ ଆସିଲୁ?
ଏଠୁ ତୁ ଫଳ ଖାଇପାରିବୁନି, ତୋ ଗଛକୁ ଯା, ଏ ଗଛଟା ମୋର ନାଇଁ କି? ଏଇ ପ୍ରକାର ଭାବରେ ଗୋଟିଏ ପକ୍ଷେ କ୍ରୀଡ଼ା କରୁଛି, ଆଉ ଗୋଟିଏ ପକ୍ଷେ ଖାଲି ଏମିତି ବସିଛି, ଜୁଳୁ 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 ଚାହୁଁଛି, ତା ଆଖି ଦିଟି ଖାଲି ମେଲା ଅଛି, ଆଉ କିଛି ନାହିଁ। ହାତ ନାକ ଥଣ୍ଟ ପାଖି ଲୋମ କିଛି ଆଉ କାମ କରୁନି, ଖାଲି ଚାହୁଁଛି ଏ ପକ୍ଷୀଟି କୁଆଡ଼କୁ ଯାଉଛି, କେମିତି ଖେଳୁଛି, କେମିତି ମଜାମଜଲି କରୁଛି, କେମିତି କଳହ କରୁଛି, କେମିତି ଝଗଡ଼ା କରୁଛି, କେମିତି ଡେଉଁଛି, ଖାଲି ଚାହୁଁଛି। ସେ ଯୁଆଡ଼େ ଯାଉଛି ତ ଖାଲି ଚାହୁଁଛି, ଖାଲି ଯୁଆଡ଼େ ଯାଉଛି ନା ଚାହୁଁଛି। ଏଇ ଜିନିଷଟାକୁ ତିନି ପ୍ରକାରରେ ଆମର ଉପନିଷଦ ବତେଇଛନ୍ତି। ଗଛରେ ଦିଟା ପକ୍ଷୀ, ଅଜାମ ଏକାଂ ଲୋହିତ କୃଷ୍ଣ ଶୁକ୍ଳା, ନାଇଁ କି? ଗୋଟିଏ ଛାଗ, ଗୋଟିଏ ଛାଗି, ଯୋଡ଼େ ଛାଗ। ଉପନିଷଦରେ ଗୋଟେ ବର୍ଣ୍ଣନା ଅଛି। ଗୋଟିଏ ଛାଗି ପଳଉଛି, ଯୋଡ଼େ ଛାଗ ସେଠି ଅଛନ୍ତି। ଛାଗ କହିଲେ ପୁରୁଷ ଛେଳି, ଆଉ ଛାଗି ଅଜା କହିଲେ ଛେଳି। ଅଜାମ ଏକାମ ସେଟା ହେଲା ଅଜ, ପୁରୁଷ ଦିଟା ହେଲେ ଅଜ, ଛେଳିଟା ହେଲା ଅଜା। ଅଜାମ ଏକାମ ଗୋଟିଏ, ଗୋଟିଏ ଛେଳି। ଅଜାମ ଏକାମ କେମିତି ନା ଲୋହିତ ଶୁକ୍ଳ କୃଷ୍ଣ, ତାର ଲାଞ୍ଜ ଆଡୁ ପଛ ଗୋଡ଼ ଦିଟା ଅଣ୍ଟା ପର୍ଯ୍ୟନ୍ତ କଳା, ଅଣ୍ଟାଠୁ ଆଗ ଗୋଡ଼ ଛାତି ପର୍ଯ୍ୟନ୍ତ ଧଳା ନାଲି, ଆଗ ଗୋଡ଼ର ଫାଳେ ଛାତିଠୁ ମୁଣ୍ଡ ପର୍ଯ୍ୟନ୍ତ କାନ ଫାନ ବେକ ଫେକ ସବୁ ଧଳା। ଲୋହିତ ଶୁକ୍ଳ କୃଷ୍ଣ, ଅଜାମ ଏକାମ ଲୋହିତ ଶୁକ୍ଳ କୃଷ୍ଣ। ये ଅଜାଟି କିଏ? ସେ ତ୍ରିଗୁଣାତ୍ମିକା ପ୍ରକୃତି ବା ମାୟା, ସତ୍ୱ ରଜ ତମମୟୀ ମାୟା। ଏ ଛେଳିଟି ଅରଣ୍ୟ ଭିତରେ ବୁଲୁଛି, ଯୋଡ଼େ ଅଜ ଅର୍ଥାତ ଛାଗ ଗୋଟିଏ ଠିଆ ହେଇଛି, ହଲଚଲ ହଉନି, ଲାଞ୍ଜ ମଧ୍ୟ ହଲଉନି। ଆଉ ଗୋଟେ ଛାଗ ତା ପଛରେ ପଛରେ ଚାଲିଛି। ତା ପଛରେ ଛାଗି ପଛରେ ପଛରେ ଚାଲିଛି। ସେ ଛାଗଟି ଯୋଉଠି ଛିଡା ହଉଛି, ଏ ମଧ୍ୟ ଟିକେ ଛିଡା ହଉଛି। ସେ ଛାଗି ଯୋଉଠି ଶୋଇ ପଡୁଛି, ଏ ମଧ୍ୟ ଟିକେ ଶୋଇ ପଡୁଛି ତା ପାଖରେ। ସେ ଛାଗଟି ଯୋଉଠି ମୁହଁ ବଢିକି ପତ୍ରଟେ ଖାଉଛି, ସେ ଗଛରୁ ଏ ମଧ୍ୟ ଗୋଟେ ପତ୍ରଟେ ଖାଉଛି। ସେ ଛାଗଟି ଯାହା କରୁଛି, ଏ ଛାଗଟା ତାକୁ। ଆଉ ଏମିତି ଯାବତୀୟ ଅର୍ଥରେ ଜୀବାତ୍ମା ଆଉ ପୁରୁମାତ୍ମାକୁ ଦେଖା ହେଇଛି ଦେହରେ। ପ୍ରକୃତି ଯାହା ଯାହା କରୁଛି ତ ଜୀବାତ୍ମା ସେଗୁଡାକ ସବୁ ଭୋଗ କରୁଛି। ପରମାତ୍ମା ରୂପକ ପକ୍ଷୀଟି ସେ ଗଛରେ ଯେ ଜୁଳୁ ଜୁଳୁ ଚାହୁଁଛି, ସେ ଖାଲି ଚୁପ ହେଇକରି ଅଛି। କିନ୍ତୁ ଏଠି ଗୋଟିଏ କଥା ଜାଣିବାକୁ ହବ, ଏଇ ଯୋଉ ପକ୍ଷୀଟି ସେ ଗଛର ଫଳମୂଳ ନ ଖାଇ, ବସା ବାଧ୍ୟ ନ କରି, କିଛି ଖେଳ କ୍ରୀଡ଼ା କୌତୁକ ନ କରି ଚୁପ ହେଇକରି ବସିଛି, ଯୋଉଟାକୁ ଆମେ ପରମାତ୍ମା ବୋଲି କହୁଛେ। ସେ ଯୋଉ ଖାଲି ଚାହୁଁଛି, ସେ ଆର ପକ୍ଷୀଟା କଣ କରୁଛି ବା ସେ ଆର ଛାଗଟା କଣ କରୁଛି, ଛିଡା ହେଇଥିବା ଛାଗଟା ଚାହୁଁଛି। ସେ ଛାଗି ସାଥିରେ ବୁଲି ବୁଲି ଏ ଛାଗଟା କଣ କରୁଛି, ଆର ଛାଗଟା ଚାହିଁଛି। ଏ ଚାହୁଁଥିଲା ପର୍ଯ୍ୟନ୍ତ ସେ ଯୋଡ଼ାକ କାମ କରୁଥିବେ। ଏ ଯେତେବେଳେ ଆଖି ବନ୍ଦ କରିଦବ, ସେ ଯୋଡ଼ାକ ସେମିତି ରହିଯିବେ, ନାଇଁ କି? ଏ କଥା ଆମେ ଆଲୋଚନା କରିଛେ ପୂର୍ବରୁ। ଅତଏବ ଏ ଯୋଉ ପରମାତ୍ମା ନାମକ ଛାଗଟା, ଏ ପକ୍ଷୀଟା ଯେ ଶକ୍ତି ସଞ୍ଚାର କଲେ ଜୀବାତ୍ମା ଓ ପ୍ରକୃତି କାର୍ଯ୍ୟଶୀଳ ହଉଛନ୍ତି, ଇଏ ଶକ୍ତି ସଞ୍ଚାର ସେ କାର୍ଯ୍ୟ କରିପାରିବେନି, ସ୍ଥାଣୁ ହେଇ ଛିଡା ହେଇଥିବେ। ଥରେ ଆମେ ଆଲୋଚନା କରୁଥିଲେ ନା, ଜୀବାତ୍ମା ନାମକ ଯୋଉ ପକ୍ଷୀଟି ସେ ଗଛର ଫଳ ଖାଉଛି, ସେ ଫଳଟିଏ ପାଚେଲା ଫଳଟିଏ ଖୋଜିକିରି ଗଛରେ ପାଇଲା, ତାକୁ ଖାଇବାକୁ ଥଣ୍ଟରେ ଯଦି ଆଁ କରିଛି, ବଢଉଛି ଥଣ୍ଟ, ସେତିକିବେଳେ ଯଦି ପରମାତ୍ମା ପକ୍ଷୀଟି ଯେ ଚାହୁଁଥିଲା, ସେ ଆଖି ବନ୍ଦ କରିଦେଲା, ସେ ଯଦି ଥଣ୍ଟ ମେଲା କରି ସେମିତି ରହିଯିବ, ଆଉ ଥଣ୍ଟ ପକେଇ ପାରିବନି। ସେଇ ଅବସ୍ଥାରେ ବେକ ବଢେଇକରି ଥଣ୍ଟ ଆଁ କରି ସେମିତି ରହିଥିବ, ଆଉ ହଲଚଲ ହବାର ଶକ୍ତି ତାର ନାହିଁ। ଏତାଦୃଶ ଯୋଉ ପରମାତ୍ମା ଶରୀର ଭିତରେ ଅଛି, ସେଇ ପରମାତ୍ମା ଯେ ଜୀବାତ୍ମାକୁ କର୍ମ କରଉଛି, ଅଖିଳ ଦେହି ନାମ ଅନ୍ତରାତ୍ମ ଦୃକ୍, ଦୃକ୍ ଦ୍ରଷ୍ଟା, କଣ ବୁଝିପାରିଲେ ନା? ଦ୍ରଷ୍ଟା ଦୃକ୍, ଦ୍ରଷ୍ଟା ଦେଖୁଥିବା ପକ୍ଷୀ କେବଳ, ଫଳ ଖାଇବା ପକ୍ଷୀ ନୁହଁ, କ୍ରୀଡ଼ା କରିବା ପକ୍ଷୀ ନୁହଁ। ଶରୀର ଭିତରେ ଆପଣ ଅଖିଳ ଦେହି ନାମ ଅନ୍ତରାତ୍ମ ଦୃକ୍, ଦ୍ରଷ୍ଟା ପକ୍ଷୀ। ଦ୍ରଷ୍ଟା ପକ୍ଷୀ ଯାହା କରାଏ, କ୍ରୀଡ଼ା କରୁଥିବା ପକ୍ଷୀ ତାହା କରେ, ନାଇଁ କି? ପରମାତ୍ମା ଯାହା କରେଇବ, ଜୀବାତ୍ମା ତାହା କରିବ। ଶ୍ୟାମ ସୁନ୍ଦର, ଶ୍ୟାମ ବନ୍ଧୁ ଶୁଣ, ତୁମେ ଗୋପିକାନନ୍ଦନ ନୁହଁ,
ଆଉ ମୁଁ କିଏ? ଅଖିଳ ଦେହି ନାମ ଅନ୍ତରାତ୍ମା। ତୁମେ କରେଇଲେ ଜୀବାତ୍ମା କିଛି କରିବ। ଶ୍ୟାମ ବନ୍ଧୁ, ଯାହା କଟୁ ବାକ୍ୟ ତୁମକୁ କହିଦେଇଛୁ ଆମେ ଅନ୍ତଃକରଣରେ ଥାଇ ତୁମେ ଯାହା କୁହେଇଲ ଆମ ପାଟିରୁ ସେଟା ବାହାରି ପଡିଛି। ଆମର କିଛି ଦୋଷ ନେଇ ଆମକୁ କ୍ଷମା। ତୁମକୁ ଯେ ଶତନାରୀବଧ ପାତ କରି ଆମେ ଦୂଷିତ କରିଛୁ, ବିଶ୍ୱାସଘାତକ ଦୋଷ ତୁମ ଉପରେ ଆରୋପ କରିଛୁ, ନାନା କୁଚ୍ଛିତ କଟୁ କୁଟିଳ ବାକ୍ୟରେ ତୁମକୁ କହିଛୁ। ଏଟା ତୁମେ ଯାହା ଅନ୍ତଃକରଣ ଭିତରୁ କରେଇଛ ଏ ଜିଭ ସେଇଟାକୁ କହିଛି। ଆମେ କଣ କରିବୁ? ଆମେ ତ ଏଇ ପ୍ରକାର ଭାବରେ ତୁମର ଅଧୀନ, ଆମେ ଏଇ ପ୍ରକାର ଭାବରେ ତୁମର ଅଧୀନ ଶ୍ୟାମ ସୁନ୍ଦର। ଆମେ ଏଠାରେ କଣ କରିବୁ? ଏଣୁ ଆମକୁ କ୍ଷମା କରିଦିଅ। ଦୃଶ୍ୟତମ ଦେଖାଦିଅ ବ୍ୟାକୁଳ ହେଇ କାନ୍ଦିଲେ। ଏତିକି ଆଜି ଭାଗବତ ବିଶ୍ରାମ କରନ୍ତୁ।